गुरुर्ब्रह्मा गुरुर्विष्णु गुरुर्देवो महेश्वरः गुरुदेवो परब्रह्म तस्मै श्री गुरवे नमः। अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। ज्ञानतिमिरन्धस्य ज्ञानाञ्जनशलाकया चक्षुर्मीलितं येन तस्मै श्रीगुरवे नमः। स्थावरजङ्गमं व्याप्तं येन कृष्णं चराचरं तत्पदं दर्शितं येन तस्मै श्रीगुरवे नमः। चित्रुकेन परिव्याप्तं त्रैलोक्यं सचराचरं तत्पदं दर्शितं येन तस्मै श्रीगुरवे नमः। तत्त्वज्ञानात् पुण्णास्ति तस्मै श्रीगुरवे नमः। मन्दाधसितोन्नाथमधिगुरुः श्रीजगद्गुरुः मदात्मा सर्वभूतात्मा तस्मै श्रीगुरवे नमः। गुरुरादिर्नादिश्च गुरुपरमदैवतं गुरुः परतन्नास्ति तस्मै श्रीगुरवे नमः। ब्रह्मानन्दं परमसुखदं केवलं ज्ञानमूर्तिं गङ्गातीतं गगनसदृशं तत्त्वं स्यादिनम् एकं नित्यं विमलमचलं सर्वोधि साक्षिभूतं भावातीतं जय गुरु। जय गुरु। दिन प्रदान कले आम सद्या सुमित्रा मा श्रीमती सुमित्रा साहू आ सदगुरु वंदना कले आम सद्य टुको शीत गोवर्धन साहू और परिवार समस्त सार्विक मंगल पर ठाकुर से चरण प्रार्थना। जय गुरु। वर्तमान समूह भाव में 2 मिनट नाम जप करवा नाम समूह आरंभ है। जय गुरु समस्त जय गुरु। बर्तमान सत्यानुसरण ग्रंथ पाठ करेंगे आम समय राम भाई श्रीयुक्त रामचंद्र परिड़ा सत्यानुसरण ग्रंथ पाठ करेंगे। अनुरोध कर बर्तमान सत्यानुसरण ग्रंथ पाठ करेंगे आम समय राम भाई श्रीयुक्त रामचंद्र परिड़ा सत्यानुसरण ग्रंथ पाठ करेंगे। जय गुरु दादा जय गुरु दादा जय गुरु आज्ञा जय गुरु। परम पूज्य परम दयालु परम प्रेम आशीष ठाकुर अनुकूल चंद्र सहस्थ लिखित पवित्र सत्यानुसरण ग्रंथ पाठ अर्थ मान जश इत्यादि पाइबा आशारे मते ठाकुर सजाए भक्त हो ना सावधान मो ठकीजीव तुम ठाकुर तो जाग्रत नहेले कहीं तुम केन्द्र भी नुहति ठाकुर भी नुहति फांकी देले ताहा ही पाइब। सत्यानुसरण
ହୃଦୟ ଦିଅ, କେବେ ହେଲେ ହଟିଯିବାକୁ ହେବ ନାହିଁ। ନିର୍ଭର କର, କେବେ ହେଲେ ଭୟ ପାଇବ ନାହିଁ। ବିଶ୍ୱାସ କର, ଅନ୍ତରର ଅଧିକାରୀ ହେବ। ସାହସ ଦିଅ, କିନ୍ତୁ ଶଙ୍କା ଜଗାଇ ନ ଦେବାକୁ ଚେଷ୍ଟା କର। ଧୈର୍ଯ୍ୟ ଧର, ବିପଦ କଟିଯିବ। ଅହଙ୍କାର କର ନାହିଁ, ଜଗତରେ ହୀନ ହୋଇ ରହିବାକୁ ପଡ଼ିବ ନାହିଁ। କେହି ତୁମକୁ ଦୋଷୀ କରିବା ପୂର୍ବରୁ କାତର ଭାବରେ ନିଜର ଦୋଷ ସ୍ୱୀକାର କର। ମୁକ୍ତ କଳଙ୍କ ହେବ, ଜଗତର ସ୍ନେହର ପାତ୍ର ହେବ। ସଂଯତ ହୁଅ, କିନ୍ତୁ ନିର୍ଭୀକ ହୁଅ। ସରଳ ହୁଅ, କିନ୍ତୁ ବେକୁବ ହୁଅ ନାହିଁ। ବିନୀତ ହୁଅ, ତା ବୋଲି ଦୁର୍ବଳ ହୃଦୟ ହୁଅ ନାହିଁ। ଦାଦା ଜୟଗୁରୁ। ଜୟଗୁରୁ। ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କଲେ ଆମର ସେମାନେ ରାମ ଭାଇ ଶ୍ରୀଯୁକ୍ତ ରାମଚନ୍ଦ୍ର ପରିଡ଼ା ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ। ଜୟଗୁରୁ। ବର୍ତ୍ତମାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ ଆମର ସହିତ ଗଜଲକ୍ଷ୍ମୀ ମା ଶ୍ରୀମତୀ ଗଜଲକ୍ଷ୍ମୀ ମଙ୍ଗରାଜ ନାରୀ ନୀତି ଗ୍ରନ୍ଥ ପାଠ କରିବେ। ଜୟଗୁରୁ। ପରମ ଜୟଗୁରୁ। ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ନାରୀନୀତିର ଗ୍ରନ୍ଥ ପାଠ। ଉନ୍ନତିର ପଥରେ ତୁମେ ଯଦି ଭଲ ହିଁ ରହିବାକୁ ଚାହଁ, ଜ୍ଞାନ, ଶାନ୍ତି ଓ ସମ୍ମାନରେ ଯଦି ତୁମର ଜୀବନକୁ ଉନ୍ନତି ପଥରେ ଅତିବାହିତ କରିବାକୁ ଚାହଁ, ତେବେ ତୁମେ ତୁମର ପୁରୁଷଙ୍କ ନିକଟରେ ଏପରି ଭାବରେ ଶ୍ରୀ ବାକ୍ ଚରିତ୍ର ଓ ସେବା ନେଇ ଉପସ୍ଥିତ ହୁଅ, ଯେଉଁଥିରେ ସେ ଜୀବନ, ଯଶ ଓ ବୃଦ୍ଧିରେ ଉନ୍ନତ ଅତୁଟ ହୁଅନ୍ତି। ବାଣୀ ସଂଖ୍ୟା 124। ଜୟଗୁରୁ। ଜୟଗୁରୁ। ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ସଦ୍ୟ ଗଜଲକ୍ଷ୍ମୀ ମା ଶ୍ରୀମତୀ ଗଜଲକ୍ଷ୍ମୀ ମଙ୍ଗରାଜ ତାଙ୍କର ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ ମା। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସେମାନେ ଶରତ ଭାଇ ଶ୍ରୀଯୁକ୍ତ ଶରତ କୁମାର ସେଠୀ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଆଜ୍ଞା ଜୟଗୁରୁ। ଜୟଗୁରୁ। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରୁଛି। ଜୀବନ ଚାହନ୍ତ ଜୀବନୀୟ ଯିଏ ବା ଯାହା ତାହାର ଉପାସନା କର। ଶିଷ୍ଟ ଆଚାର ଯାହା ବୈଧି ବିନାୟିତ ହୋଇ ତୁମ ନିକଟରେ ଉପସ୍ଥିତ ହୁଏ, ତାକୁ ଧାରଣ କର, ପାଳନ କର। ବିଶିଷ୍ଟ ନିବେଶ ନେଇ ଭାବିଚିନ୍ତି ସଂଗତିଶୀଳ ତାତ୍ପର୍ଯ୍ୟକୁ ବାହାର କରି ସେଇଥିରେ ହିଁ ତାହାର ଆସନ ଅଟଳ କରି ରଖ। ଶତ କଷ୍ଟ ମଧ୍ୟରେ ମଧ୍ୟ ତୁମେ ସ୍ୱସ୍ତିହରା କମ ହେବ। ବାଣୀ ସଂଖ୍ୟା 54। ଆଜ୍ଞା ଜୟଗୁରୁ। ଜୟଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସେମାନେ ଶରତ ଭାଇ ଶ୍ରୀଯୁକ୍ତ ଶରତ କୁମାର ସେଠୀ ତାଙ୍କର ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସଦ୍ୟ ଟୁକୁ ବାବୁ ଶ୍ରୀଯୁକ୍ତ ଗୋବର୍ଦ୍ଧନ ସାହୁ, ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ ବିଷ୍ଣୁ ଭାଇ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡ଼ା, ତୃତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ ଜୟନ୍ତୀ ମା ଶ୍ରୀମତୀ ଜୟନ୍ତୀ ବସାକ, ଚତୁର୍ଥ ଭଜନ ପରିବେଷଣ କରିବେ ଆମର ସଦ୍ୟ ରୀତା ମା ଶ୍ରୀମତୀ ରୀତା ନାୟକ, ପଞ୍ଚମ ଭଜନ ପରିବେଷଣ କରିବେ ଆମର ସଦ୍ୟ ସ୍ମୃତି ରେଖା ମା ଶ୍ରୀମତୀ ସ୍ମୃତି ରେଖା ଦାସ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟ ଟୁକୁ ବାବୁ ଶ୍ରୀଯୁକ୍ତ ଗୋବର୍ଦ୍ଧନ ସାହୁ ପ୍ରଥମ ଭଜନ ପରିବେଷଣ କରିବେ। ଜୟଗୁରୁ। ଜୟଗୁରୁ। ଉପସ୍ଥିତ ସମସ୍ତଙ୍କୁ ମୋର ଜୟଗୁରୁ। मेरे ही में बजत बधाई, वो बजत बधाई, संग संग पाया रे, संग संग पाया। मेरे ही में बजत बधाई, वो बजत बधाई, संग संग पाया रे, संग संग पाया। बजत बधाई, बजत बधाई, संग संग पाया रे, संग संग पाया। तेरा भेद कभी नहीं पाया रे, प्रभु तेरा भेद
कहीं नहीं पाया रे, भेद कहीं नहीं पाया, कहीं नहीं पाया, कहीं नहीं पाया रे, पाया मेरे हीर में बदत बधाई, ओ बदत बधाई, संग संग आया संग आया ऊंचा गहीरा वेद कते बन जाना रे, ऊंचा गहीरा वेद कते बन जाना रे, वेद कते बन जाना, कते बन जाना, कते बन जाना माया मरम जनाया रे, मरम जनाया रे, मरम जनाया, ओ मरम जनाया, मरम जनाया में बदत बधाई, ओ बदत बधाई, आया महिमागम पारा रे, मेरे हीर में बदत बधाई, ओ बदत बधाई, आया बदत बधाई, बदत बधाई, आया जय गुरु ଜୟ ଗୁରୁ। খুব সুন্দর ভাবে আমার বিষ্ট কণ্ঠশিল্পী আমার সাথে টুকু ଔଷଧ ଗୋବର୍ଦ୍ଧନ ସାହୁ খুব ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପୁନର୍ବାର ପ୍ରାର୍ଥନା। ଜୟ ଗୁରୁ। जय गुरु। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସାଧ୍ୟ ବିଷ୍ଣୁ ଭାଇ। ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡ଼ା ପରବର୍ତ୍ତୀ ଭଜନ ପରିବେଷଣ। ଦାଦା ଜୟ ଗୁରୁ। ଜୟ ଗୁରୁ। সুন্দর রূপ তুম হৃদয়ে চিত্র বিরাজে অবিরাম বিরাজে অবিরাম पारे ना देखे जा मुझे
परे ना देखे जा अंध मो प्रियतम 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 सुंदर रूप तुम हृदय चित्र सम सुंदर रूप तुम हृदय चित्र सम नयने घेरे যাহা সবু রূপ ছায়া প্রকাশে চরাচরে ব্যাপী বিপুল কায়া নয়নে ঘেরে যাহা রূপ ছায়া প্রকাশে চরাচরে ব্যাপী বিপুল কায়া পারে না বুঝে যা বুঝে পারে না বুঝে যা মায়ারে হই बोलନ୍ତୁ बोलନ୍ତୁ ବିଷ୍ଣୁ ଭାଇ ଆପଣ କଣ୍ଟିନ୍ୟୁ କରନ୍ତୁ ବୋଲନ୍ତୁ ବିଷ୍ଣୁ ଭାଇ ଆପଣ କଣ୍ଟିନ୍ୟୁ କରନ୍ତୁ ବୋଲନ୍ତୁ ସୁନ୍ଦର ବୋଲୁଥିଲେ दादा शुभुनी दादा हृदय चित्र सम सुंदर रूप तुम हृदय चित्र सम आलोके आलोकित हे मोहि पुलकित स्रवुछि प्रति प्राणे करुणा विरत आलोके आलोकित हे मोहि पुलकित स्रवुछि प्रति प्राणे करुणा विरत त्रितापे मोरे दहि मुझे त्रितापे मोरे दहि अज्ञान मूढ़ सम सुंदर रूप तुम हृदय चित्र सम सुंदर रूप तुम हृदय चित्र सम विराजे अविराम विराजे अविराम परे ना देखे जा मुझे परे ना देखे जा
অন্ধ মো প্রিয়তম 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 সুন্দর রূপ তুম হৃদয়ে চিত্র সম সুন্দর রূপ তুম হৃদয়ে চিত্র সম হৃদয়ে চিত্র সম। দাদা জয়গুরু, উপস্থিত ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ। ଖୁବ ସୁନ୍ଦର ଭାବରେ ଆମର ବିଷ୍ଣୁକଣ ଶିଳ୍ପୀ ଆମର ସଦ୍ୟ ବିଷ୍ଣୁ ଭାଇ ଶ୍ରୀତ ବିଷ୍ଣୁ ଚରଣ ପରିଡ଼ା ଖୁବ ସୁନ୍ଦର ଭାବରେ ଭଜନ ବିନା ତାଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଚରଣ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁକଣ ଶିଳ୍ପୀ ଆମର ସେମାନେ ଜୟନ୍ତୀ ମା ଶ୍ରୀମତୀ ଜୟନ୍ତୀ ବସାକ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟଗୁରୁ ମା। ଉପସ୍ଥିତ ସମସ୍ତ ଦାଦା ଓ ମା ମାନଙ୍କୁ ମୋର ଆନନ୍ଦିତ ଜୟଗୁରୁ ପ୍ରଣାମ ଜଣାଉଛି। ଏହି ଗୀତଟିକୁ ରଚନା କରିଛନ୍ତି ଶ୍ରୀଯୁକ୍ତ ଧୀତିମାନ ସିଂ ଦାଦା। दीन दयाल ठाकुर दाता दयाल मेरे प्रिय परम गुरु परम आधार मेरे। दीन दयाल ठाकुर दाता दयाल मेरे प्रिय परम गुरु परम आधार मेरे। मालिक शरण में तेरे तारण पीड़न भी आए हो। मालिक शरण में तेरे तारण पीड़न भी आए। जीवन पथ पर केवल सेवक मुझको बनाए। जीवन पथ पर केवल सेवक मुझको बनाए। इष्ट सेवा इष्ट कर्म सत्य धर्म आधार मेरे। इष्ट सेवा इष्ट कर्म सत्य धर्म आधार मेरे। दीन दयाल ठाकुर दाता दयाल मेरे प्रिय परम गुरु परम आधार मेरे। दीन दयाल ठाकुर दाता दयाल मेरे प्रिय परम गुरु परम आधार मेरे। दीनहीन दास तेरा भक्ति निष्ठा बढ़ाऊं। दीनहीन दास तेरा भक्ति निष्ठा बढ़ाऊं। सद्गुरु तुम हो समर्थ सद्गुरु तुम हो समर्थ प्राण शक्ति जगाओ। पूर्ण पुरुष दर्द प्राण मूर्त इष्टाधार मेरे। पूर्ण पुरुष दर्द प्राण मूर्त इष्टाधार मेरे। दीन दयाल ठाकुर दाता दयाल मेरे प्रिय परम गुरु परम आधार मेरे। दीन दयाल ठाकुर दाता दयाल मेरे प्रिय परम गुरु परम आधार
ईश्वर प्रतीक गुरु प्रीति मुखर प्राणाधार ईश्वर प्रतीक गुरु प्रीति मुखर प्राणाधार दीन दयाल ठाकुर दाता दया रे मेरे प्रिय परम गुरु परम आधार मेरे दीन दयाल ठाकुर दाता दया रे मेरे प्रिय परम गुरु परम आधार मेरे दीन दयाल ठाकुर दाता दया रे मेरे प्रिय परम गुरु परम आधार मेरे परम आधार मेरे परम आधार मेरे। जय गुरु दादा। जय गुरु। खूब सुंदर समुद्र श्रीललित कंठरे आमर विष्ट कंठशिल्पी आम सामने जयंती मा श्रीमती जयंती बसाक खूब सुंदर भाव आमर सामने अवधूतिमान सिंह विरचित ये भजन परिवेशन कले परिवार समस्त सार्विक मंगल पाई ठाकुर अशी चरण प्रार्थना। जय गुरु महाराज। वर्तमान परवर्ती भजन परिवेशन करेंगे आमर अन्यतम विष्णु कंठशिल्पी आम श्रद्धा रीता मास श्रीमती रीता नायक परवर्ती भजन परिवेशन करें। जय गुरु दादा। जय गुरु। जय गुरु। तुमे कोटि ब्रह्मांडर ठाकुर ମୁଁ ସେବକ ତୁମରି ପାଦର ତୁମେ କୋଟି ବ୍ରହ୍ମାଣ୍ଡର ଠାକୁର ମୁଁ ସେବକ ତୁମରି ପାଦର ତୁମେ ଦୟାମୟ ତୁମେ ଇଚ୍ଛାମୟ ତୁମେ ଦୟାମୟ ତୁମେ ଇଚ୍ଛାମୟ ତୁମେ ତ ପ୍ରଭୁ ଅରଖ ଜନ ଗଳାତ୍ମହାର ତୁମେ କୋଟି ବ୍ରହ୍ମାଣ୍ଡର ଠାକୁର ମୁଁ ସେବକ ତୁମରି ପାଦର ମୁଁ ସେବକ ତୁମରି ପାଦର ଭଲ ମନ୍ଦ ମୁଁ ଜାଣେ ନା କିଛି ତୁମରି ବିନା ତୁମରି ପାଦ ସେବାରୁ ମୋତେ କର ନା ମନା ତୁମରି ପାଇଁ ଏ ଦୁନିଆରେ ଜନମି ଅଛି ତୁମରି ପାଦ ଯୁଗ ମୋର ସବୁ ତ କିଛି ମାଗୁ ନାହିଁ ଧନ ମାଗୁ ନାହିଁ ଜନ ମାଗୁ ନାହିଁ ଧନ ମାଗୁ ନାହିଁ ଜନ ମାଗୁଛି ଖାଲି ସନ୍ଧ୍ୟା ସକାଳେ ତୁମ ଶ୍ରୀପୟର ତୁମେ କୋଟି ବ୍ରହ୍ମାଣ୍ଡର ଠାକୁର ମୁଁ ସେବକ ତୁମରି ପାଦର ମୁଁ ସେବକ ତୁମରି ପାଦର ଏ ଜୀବନ ଅନ୍ଧକାରେ ତୁମେ ତ ଏକା ଲୋକ ତୁମରି ନାମ ଗାଉଛନ୍ତି ଏ ଜଗତ ଯାକ ନୟନେ ସଦା ନାଚି ଯାଉଛି ତୁମରି ମୁହଁ ସେ ମୁହଁ ଚାହିଁ ଭୁଲି ଯାଉଛି ସଂସାର ମୋହ
हे पुरुषोत्तम दिय सतनाम, हे पुरुषोत्तम दिय सतनाम। से नाम गाई शुणिले प्रभु हे भी उद्धार, तुमे कोटि ब्रह्मांडर ठाकुर, मु सेवक तुमरी पादर। तुमे कोटि ब्रह्मांडर ठाकुर, मु सेवक तुमरी पादर। तुमे दयामय तुमे इच्छामय, तुमे दयामय तुमे इच्छामय। तुमे तो प्रभु और खजना गला रत्नहार, तुमे कोटि ब्रह्मांडर ठाकुर, मु सेवक तुमरी पादर। तुमे कोटि ब्रह्मांडर ठाकुर, मु सेवक तुमरी पादर। मु सेवक तुमरी पादर, मु सेवक तुमरी पादर। जय गुरुदेव। जय गुरु। খুব সুন্দর সমুদ্র কণ্ঠরে আমার অভিষ্ট কণ্ঠশিল্পী আমার শ্রদ্ধেয় ରୀତା ମା ସୁମତି ରୀତା ନାୟକ খুব ସୁନ୍ଦର ଭାବରେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟ ସ୍ମୃତି ରେଖା ମା ଶ୍ରୀମତୀ ସ୍ମୃତି ରେଖା ଦାସ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। ଉପସ୍ଥିତ ସମସ୍ତଙ୍କୁ ମୋର ଆନନ୍ଦିତ ଜୟ ଗୁରୁ ପ୍ରଣାମ। ଶ୍ରୀରଙ୍ଗା ଚରଣେ ହୀନ ମୋର କୋଟି ପ୍ରଣାମ, ହୀନ ମୋର କୋଟି ପ୍ରଣାମ। ଅଶାନ୍ତ ବୁକୁରେ ବଳି ଦିଅ ତୁମ, ଅଶାନ୍ତ ବୁକୁରେ ବଳି ଦିଅ ତୁମ, ପ୍ରଶାନ୍ତିର ପ୍ରୀତି ଚନ୍ଦନ, ପ୍ରଶାନ୍ତିର ପ୍ରୀତି ଚନ୍ଦନ। ତୁମ ଶ୍ରୀରଙ୍ଗ ଚରଣେ ହୀନ ମୋର କୋଟି ପ୍ରଣାମ, ହୀନ ମୋର କୋଟି ପ୍ରଣାମ। ଅଶାନ୍ତ ବୁକୁରେ ବଳି ଦିଅ ତୁମ, ଅଶାନ୍ତ ବୁକୁରେ ବଳି ଦିଅ ତୁମ, ପ୍ରଶାନ୍ତିର ପ୍ରୀତି ଚନ୍ଦନ, ପ୍ରଶାନ୍ତିର ପ୍ରୀତି ଚନ୍ଦନ। ତୁମ ଶ୍ରୀରଙ୍ଗ ଚରଣେ ହୀନ ମୋର କୋଟି ପ୍ରଣାମ, ହୀନ ମୋର କୋଟି ପ୍ରଣାମ।
নাম। জীবন গগনে আলোচকারে, জীবন গগনে আলোচকারে, বাদল হাড়ে উন্নস শিবরে, বাদল হাড়ে উন্নস শিবরে, কেতে দিন হেরাইব প্রভু, কেতে দিন হেরাইব প্রভু, সহি ন পারই মন, সহি ন পারই মন, তুম শ্রীরঙ্গা চরণে ঘিন মোর কোটি প্রণাম, ঘিন মোর কোটি প্রণাম। আহ কি মধুর তব পুণ্য নাম, আহ কি মধুর তব পুণ্য নাম, জপথিলে নীতি শান্ত হই মন, জপথিলে নীতি শান্ত হই মন, অন্তরে জগাই সদা ভক্তি জ্ঞান, অন্তরে জগাই সদা ভক্তি জ্ঞান, অন্তরে জগাই সদা ভক্তি জ্ঞান, প্রেমানন্দে প্রাণ গান, প্রেমানন্দে প্রাণ গান, তুম শ্রীরঙ্গা চরণে হেন মোর কোটি প্রণাম, হেন মোর কোটি প্রণাম। জনমে জনমে আহে দয়ানিধি, জনমে জনমে আহে দয়ানিধি, তুমি প্রভু যে দাস নিরবধি, তুমি প্রভু যে দাস নিরবধি, জাগ্রত সদা পারিবাকু তব, জাগ্রত সদা পারিবাকু তব, মঙ্গলিক ইচ্ছা পুরাণ, মঙ্গলিক ইচ্ছা পুরাণ।
रंगा चरणे इन मोर कोटि प्रणाम इन मोर कोटि प्रणाम अत्यंत बकुरी अत्यंत प्रसन्तीर प्रीति चंदना प्रसन्तीर प्रीति चंदना तुम्हारे रंगा चरणे बिन मोर कोटि बिन मोर कोटि बिन मोर कोटि जय गुरु जय गुरु। खूब सुंदर समुद्र ललित कंठरे आम अभिष्ट कंठशिल्पी आम सद्या स्मृति रेखा माँ श्रीमती स्मृति रेखा दास खूब सुंदर भाव भजन परिवेशन कले परिवार समस्त सार्विक मंगल ठाकुर श्रीचरण प्रार्थना। जय गुरु माता। वर्तमान आउथरे अनुरोध कर बर्तमान कीर्तन परिवेशन करेंगे आम सामने रंजन दा ठाकुर पवित्र पंजाधारी कर्मी वर्षन कर्मी श्री रंजन कुमार मरणा और सहयोगी मैंने कीर्तन परिवेशन करेंगे। दादा जय गुरु। जय गुरु आज्ञा जय गुरु। परम प्रेम शिष्य ठाकुर चरण तले मोर अनंत कोटि प्रणाम। पूजनीय जगज्जन लक्ष्मी मां चरण तले अनंत कोटि प्रणाम। पूज्यपाद बरदा चरण तले अनंत कोटि प्रणाम। आज वर्ष से आचार्य देव चरण तले अनंत कोटि प्रणाम। आज ये पवित्र सत्संग जोग देइथिबा समस्त भक्त प्रेमी भाई और माँ मैंने छोट छोट पिला मानकु मोर अंतर प्रीतिपूर्ण जय गुरु और शुभ हस्त जनाए। दादा आशीर्वाद पोते कीर्तन टे मो परिवेशन करने को जाऊँ। केते जन्म जाइछे केते जन्म जेबरे एही जन्म रे पाइछे दयाल चरण स्थान रे केते जन्म जाइछे केते जन्म जीव रे एही जन्म रे पाइछे दयाल चरण स्थान रे केते जन्म जाइछे केते जन्म जीव रे एही जन्म रे पाइछे दयाल चरण स्थान रे केते जन्म जाइछे केते जन्म जीव रे एही जन्म रे पाइछे दयाल चरण स्थान रे धन्य 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 रे ए जीवन धन्य रे धन्य 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 रे ए जीवन धन्य रे केते जन्म जाइछे केते जन्म जीव रे एही जन्म रे पाइछे दयाल चरण स्थान रे केते जन्म जाइछे केते जन्म जीव रे एही जन्म रे पाइछे दयाल चरण स्थान रे
আরে দয়াল যে ওঠে মৃত্যু সেঠারো দূরে যাইছি দয়াল যে উঠি মৃত্যু সেঠারো দূরে যাইছি অমর জীবন সুচেতনা অমৃত ঝরুছে অমর জীবন সুচেতনা অমৃত ঝরুছে মন্দিত হচ্ছে মন বৃন্দাবন অনামিত হচ্ছে মন বৃন্দাবন অমন্ডিত হচ্ছে মন বৃন্দাবন মুরলি সোনরে মুরলি সোনরে মন্দিত হচ্ছে মন বৃন্দাবন মুরলি সোনরে মুরলি সোনরে কেতে জন্ম হয়েছে কেতে জন্ম জীবরে এই জন্মরে পাইছি দয়া চরণ স্থানরে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়া চরণ স্থানরে আরে মন্ডিত হচ্ছে মন বৃন্দাবন মন্ডিত হচ্ছে মন বৃন্দাবন মন্ডিত হচ্ছে মন বৃন্দাবন মুরলি সোনরে মুরলি সোনরে আরে মন্ডিত হচ্ছে মন বৃন্দাবন মুরলি সোনরে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়া চরণ স্থানরে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়া চরণ স্থানরে ইষ্ট প্রতিষ্ঠারে ঐশী জগৎ দাসী হই সেবা করই ইষ্ট প্রতিষ্ঠারে ঐশ্বর্য দাসী হই সেবা করই সর্বদেবা দেবেতে সজীবরে দর্শন মিলই সর্বদেবা দেবেতে সজীবরে দর্শন মিলই আরে অধরণী শ্রুত অমৃত কণ্ঠ 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 করু আছে পানরে করো আছে পানরে অধরণী শ্রুত অমৃত কণ্ঠ অধরণী শ্রুত অমৃত কণ্ঠ করু আছে পানরে করো আছে পানরে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়া চরণ স্থানরে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়া চরণ স্থানরে আরে অধরণী শ্রুত অমৃত কণ্ঠ আরে অধরণী শ্রুত অমৃত কণ্ঠ অধরণী শ্রুত অমৃত অধরণী শ্রুত অমৃত কণ্ঠ অধরণী অমৃত কণ্ঠ করু আছে পানরে করু আছে পানরে অধরণী শ্রুত অমৃত কণ্ঠ অধরণী শ্রুত অমৃত কণ্ঠ করু আছে পানরে
করো আছে পানরে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়া শরণে চানরে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়া শরণে চানরে আরে শান্তি বেব এ বিশ্বজনক নাম প্রেম ডোরে বাঁধিଛନ୍ତି বেব এ বিশ্বজনক নাম প্রেম ডোরে ବାନ୍ଧିଛନ୍ତି ବିଭୁ ବିଶ୍ୱଜନକ ନାମ ପ୍ରେମ ଡୋରରେ ଆଜି ବାନ୍ଧିଛନ୍ତି ବେବୁ ଏ ବିଶ୍ୱଜନକ ନାମ ପ୍ରେମ ଡୋରେ ପ୍ରତି ଗୃହାଙ୍ଗନ ପରମ ପିତାଙ୍କ ପବିତ୍ର ମନ୍ଦିରରେ ଆଜି ପବିତ୍ର ଅଙ୍ଗନ ପରମ ପିତାଙ୍କ ପବିତ୍ର ମନ୍ଦିରରେ আরে ভক্ত হৃদয় নিরাময়ঙ্কর 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 নিত্য নিকেতন রে নিত্য নিকেতন রে আরে ভক্ত হৃদয় নিরাময়ঙ্কর ভক্ত হৃদয় নিরাময়ঙ্কর নিত্য নিকেতন রে নিত্য নিকেতন রে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়াল চরণে স্থানরে মোর কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়াল চরণে স্থানরে আরে ভক্ত হৃদয় নিরাময় কর ভক্ত হৃদয় নিরাময় ভক্ত হৃদয় নিরাময় কর নিত্য নিকেতন রে নিত্য নিকেতন রে ভক্ত হৃদয় নিরাময় কর ভক্ত হৃদয় নিরাময় কর নিত্য নিকেতন রে নিত্য নিকেতন রে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়াল কারণে কানরে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়াল কারণে কানরে ধন্য 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 রে জীবন ধন্য রে ধন্য 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 রে জীবন ধন্য রে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়া কারণে চানরে কেতে জন্ম যাইছে কেতে জন্ম জীবরে এই জন্মরে পাইছি দয়া কারণে চানরে জয় গুরু ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ସମ୍ମାନୀୟ ରଞ୍ଜନ ଦା ଠାକୁର ଆମର ପବିତ୍ର ପାଞ୍ଜାଧାରୀ କର୍ମୀ ବର୍ଷାୟନ କର୍ମୀ ଶ୍ରୀତ ରଞ୍ଜନ କୁମାର ମହାରଣା ଏବଂ ତାଙ୍କର ସହଯୋଗୀ ଆମର ଶ୍ରଦ୍ଧା ଜୟଦେବ ଭାଇ ଶ୍ରୀତ ଜୟଦେବ ସାହୁ ମିଳିତ ଭାବରେ ଖୁବ ସୁନ୍ଦରରେ କୀର୍ତ୍ତନ ପରିବେଷଣ କଲେ। ରଞ୍ଜନ ଦା ତାଙ୍କ ପରିବାର ଏବଂ ଜୟଦେବ ଭାଇ ତାଙ୍କ ପରିବାର ସମସ୍ତଙ୍କର ସର୍ବବିଧ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଜୟ ଜୟ। ପ୍ରତିଦିନ ପ୍ରାତଃ ସମୟରୁ ଚାନ୍ଦୋଳ ସତ୍ସଙ୍ଗ ବେହେରା ଅନୁକୂଳରେ ଏହି ସତ୍ସଙ୍ଗ ଆଉ ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ଶରଦା ଠାକୁରଙ୍କ ସହ ପ୍ରତିନିଧି ଇଞ୍ଜିନିୟର ଶରତ କୁମାର ଦାସ। ଆଜି ତାଙ୍କର ସୁକନ୍ୟା ସୁନନ୍ଦନା ତାଙ୍କର ଜନ୍ମଦିନ। ସେ ସୁନନ୍ଦନାଙ୍କର ସର୍ବବିଧ ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ଶ୍ରଦ୍ଧା ସ୍ମିତା ମା ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ସହିତ ଆଜି ହେଉଛି ଆମର ସମ୍ମାନୀୟ ବିଚିତ୍ରାନନ୍ଦ ଭାଇ ଶ୍ରୀତ ବିଚିତ୍ରାନନ୍ଦ ଭାଇ ତାଙ୍କର ଜନ୍ମଦିନ। ସେ ଉପଲକ୍ଷେ ତାଙ୍କର ଧର୍ମପତ୍ନୀ ଆମର ସମ୍ମାନୀୟ ସୁଷମା ମା ଶ୍ରୀମତୀ ସୁଷମା ଦଳୀ ସତ୍ସଙ୍ଗ ନିବେଦନ କରିଛନ୍ତି। ବିଚିତ୍ରାନନ୍ଦ ଭାଇଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ସହିତ ଆଉ ସୁଷମା ମା ତାଙ୍କ ପରିବାର ସମସ୍ତଙ୍କର ସର୍ବବିଧ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତିକ ଅଧ୍ୟକ୍ଷ ଯାଜକ ଗୁରୁ ଭାଇମାନେ ମା ମାନେ
ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କର ସପ୍ରତିନିଧି ପୂଜ୍ୟ ସର୍ବଶ୍ରୀ ଅରୁଣ କୁମାର ସ୍ୱାଇଁ, ବିଜୟଭୂଷଣ ମିଶ୍ର, ବିଚିତ୍ରାନନ୍ଦ ଆଚାର୍ଯ୍ୟ, ବ୍ରଜବନ୍ଧୁ ବେହେରା, ଭାଗବତ ପ୍ରସାଦ ପଣ୍ଡା, ଡକ୍ଟର ନଗେନ୍ଦ୍ରନାଥ ସ୍ୱାଇଁ, ଡକ୍ଟର ସୀତାକାନ୍ତ ଦାସ, ଡକ୍ଟର ସୁମନ୍ତ କୁମାର ମିଶ୍ର, ଡକ୍ଟର ପବିତ୍ର କୁମାର ମେକ, ପ୍ରଫେସର ଡକ୍ଟର ଶଶିକାନ୍ତ ନାୟକ, ଦିବାକର ସ୍ୱାଇଁ, ଇଞ୍ଜିନିୟର କାଶୀନାଥ ତ୍ରିପାଠୀ, ଇଞ୍ଜିନିୟର ବରେକ ଚରଣ ସାହୁ, ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା, ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ, ଇଞ୍ଜିନିୟର ଶରତ କୁମାର ଦାସ, ଇଞ୍ଜିନିୟର ଯୁବରାଜ ପ୍ରସାଦ, ଜଗଦୀଶ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ବେହେରା, ମୁକୁନ୍ଦ ପ୍ରସାଦ ସେନାପତି, ନିମାଇ ଚରଣ ଦାସ, ପ୍ରଭାତ କୁମାର ସାହୁ, ପ୍ରଶାନ୍ତ କୁମାର ସିଂ, ପରଶୁରାମ ମାଣିକ, ରମେଶ ଚନ୍ଦ୍ର ନାୟକ, ରଘୁନାଥ ବସ୍ତିଆ, ରଜନୀକାନ୍ତ ପଣ୍ଡା, ରବୀନ୍ଦ୍ରନାଥ ପ୍ରଧାନ, ସୁଭାଷ ଚନ୍ଦ୍ର ଦାସ, ତାରାକାନ୍ତ ବେହେରା, ପ୍ରଫେସର ହୃଦୟରଞ୍ଜନ ତ୍ରିପାଠୀ, ପ୍ରଫେସର ଉଗ୍ରସେନ ଲେଙ୍କା, ଏଭଳି ଅନେକ ପୂଜ୍ୟ ଅତିଥିମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯେତେବେଳେ ଧରିବେ ଆମେ ସମସ୍ତେ ଜାଣିଛନ୍ତି, ଅନେକ ଥର ତାଙ୍କଠୁ ଠାକୁରଙ୍କ କଥା ଶୁଣି ଆସିଛନ୍ତି। ପ୍ରତିଦିନ ସେ ଆମ ସହିତ ସତ୍ସଙ୍ଗରେ ସାମିଲ ଥାନ୍ତି। ଜଣେ ବିଜ୍ଞ ପ୍ରଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁବକ୍ତା, ଆଉ ସତ୍ସଙ୍ଗର ପିତାମହ ଆମେ ତାଙ୍କୁ କହିଥାଉ, ବର୍ଷିୟାନ ରୀତିକ ଦେବତା, ଆଉ ଏକାଧାରରେ ଜଣେ କବି, ଜଣେ ଲେଖକ, ଜଣେ ପ୍ରଶାସକ, ଜଣେ ସୁବକ୍ତା, ଆଉ ସେ ହେଲେ ଆମର ସମ୍ମାନୀୟ ପୂଜ୍ୟ ପାରଶ୍ୱରଦା ଠାକୁରଙ୍କ ସପ୍ରତିନିଧି। ଆଜି ପୁନର୍ବାର ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି ଠାକୁରଙ୍କ ଦାୟିତ୍ୱ ତୋଳି ଧରିବେ। ଦାଦାଙ୍କୁ ଅନୁରୋଧ କରିବା, ଆଲୋଚନା ଆରମ୍ଭ କରିବେ। ଯୁକ୍ତ ପାରଶ୍ୱର ଜେନା ଠାକୁରଙ୍କ ସପ୍ରତିନିଧି। ଜୟ ଗୁରୁ ଦାଦା। ଦେବ ଭାଇ ଜୟଗୁରୁ। ଦାଦା ଜୟ ଗୁରୁ, ଦାଦା ଜୟ ଗୁରୁ। ମତେ ତ କାହାରି କଥା ମତେ କିଛି ଶୁଭୁନି କି ଗୀତ ଶୁଭୁନି। ମୋ କଥା ଶୁଭୁନି? ଶୁଭୁଛି କି ନାହିଁ କେଜାଣି। ନା ଆପଣଙ୍କ କଥା ଶୁଭୁଛି, ଆଉ ସବୁ ପରମ ତ ପ୍ରେମ ଶ୍ରୀ ଶ୍ରୀ ଠାକୁର, ପରମାଧ୍ୟ ଜଗଜନ ଶ୍ରୀ ବଡ଼ମା, ପରମ ପୂଜିପାଦ ଶ୍ରୀ ବଡ଼ଦା, ପରମ ପୂଜିପାଦ ଶ୍ରୀ ଆଚାର୍ଯ୍ୟ ଦେବ, ଚତୁର୍ଦେବଙ୍କ ଶ୍ରୀଚଞ୍ଚଳେ ଅନନ୍ତ କୋଟି ପ୍ରଣାମ। ଇଷ୍ଟ ପରିବାର ବର୍ଜନ, ପରମ ପୂଜିପାଦ ଅବିନ୍ଦା, ତାଙ୍କ ଶ୍ରୀଚଞ୍ଚଳ ଏକାନ୍ତ ପ୍ରଣାମ। ଆଜି 19/6/26 ଫ୍ରାଇଡେ। ଚାନ୍ଦୋଳ ସତ୍ସଙ୍ଗ ବିହାର ଆନୁକୂଲ୍ୟରେ ଏହି ସତ୍ସଙ୍ଗର କେତେ ଦିନ ନାହିଁ, 2000 ଠାରୁ ଅଧିକ ଦିନ। ପ୍ରିଜାଇଡର, ମଡେରେଟର ଆଣ୍ଡ କୋଅର୍ଡିନେଟର 3 in 1, ଇଞ୍ଜିନିୟର, ଦେବ ଭାଇ, ସପ୍ରତିନିଧି, ଏ ତିନିଟାକୁ ସେ ତିନିଟା, ୱାନ୍ ମାଷ୍ଟର୍ସ ଡଗ୍। କେବଳ ଦେବ ଭାଇ ୟାର ଅର୍ଗାନାଇଜର, ୟାର କୋଅର୍ଡିନେଟର, ଆଉ ନିଜେ ମଧ୍ୟ ଆଜି ପ୍ରିଜାଇଡର। ତିନିଟାକ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି ତିନିଟା ହେଉଛି ୱାନ୍ ମାଷ୍ଟର୍ସ ଡଗ୍। କୁକୁରକୁ ନିଜେ 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 ପରିଚାଳନା କରୁଛନ୍ତି। ଖୁବ୍ ସୁନ୍ଦର ହେଇଛି, ବଢ଼ିଆ ହେଇଛି। ଅନ୍ୟ ସବୁ ସତ୍ସଙ୍ଗ ସାଥୀ ତୁଳନା କରିବା ଉଚିତ ନୁହଁ। ବ୍ୟତିକ୍ରମ ଅନୁସାରେ ଦେଖାଯାଏ। ବ୍ୟତିକ୍ରମ ଦୁଷ୍ଟ ସତ୍ସଙ୍ଗଟା ଟିକେ ଭଲ ଲାଗେନି। ଏଇଟା ଭଲ ଲାଗେ ଏଇଥିପାଇଁ ଦେବ ଭାଇରେ। ପରଦିନ ଶୁକ୍ରବାର, ଦାଦା କାଲି ଶୁକ୍ରବାର, ମୁଁ କହିଲି ହଁ ଆପଣ ତ ଶୁକ୍ରବାର ଛୁଟି, ଆଉ କାଲି ଚାନ୍ଦୋଳରେ ଯୋଗ ଦେବେ। ମୁଁ ପଳେଇ ଯାଇଛି କଟକ ପହରୁ 8 ପଳେଇ ଯାଇଛି ଭୁବନେଶ୍ୱର। 3 ଦିନ ହେଲାଣି ଭୁବନେଶ୍ୱର ଅଛି। ଏଠି କେତେବେଳେ ଲିଙ୍କ୍ ଧରୁଛି, କେତେବେଳେ ଧରୁନି, କେତେବେଳେ ପାଟି ଶୁଭୁଛି, କେତେବେଳେ ପାଟି ଶୁଭୁନି। ଏ ପରିସ୍ଥିତି ଭିତରେ ଆକାଶ ପାତାଳ ପ୍ରଭେଦ। କ'ଣ କରିବି? ନାହିଁ କରିଥାନ୍ତି ଯୋଗ ଦେବାକୁ, ନାହିଁକି ତ କରିପାରିଲିନି। ଶୁକ୍ରବାର ଦିନ କାଲି ପୁଣି ଆର ଶୁକ୍ରବାରକୁ ପଳେଇଯିବ। ତାଙ୍କ ମନ କଷ୍ଟ ହବ କି ନାହିଁ, ମୋ ମନ କଷ୍ଟ ହବ। ଦେବ ଭାଇଙ୍କ କଥା ରଖିପାରିଲିନି, ବାଧ୍ୟ ହୋଇ ହଁ କରିଦେଇଥିଲି। ଅଛନ୍ତି କିଛି ଆମର ପବିତ୍ର ଭାଇ, ମେକ ଭାଇ, ସେ ବି ମୋତେ ଗତ ଶନିବାର ଦିନ ମୁଁ ଆସିଲି ଏଠିକି, ଆଜି ସନ୍ଧ୍ୟାରେ ଟିକେ ଆମର ଯୋଗ ଦେବେ ଇଷ୍ଟାନରେ। ତାଙ୍କୁ ବୁଝେଇ କହିଲି, ମୁଁ ଯାଉଛି ଆଜି 5ଟା ବେଳକୁ ଯାଉଛି ଭୁବନେଶ୍ୱର। କେତେବେଳେ ପହଞ୍ଚିବି ଠିକଣା ନାହିଁ। 7:30 ପୂର୍ବରୁ ପହଞ୍ଚିଲେ ତ ଭଲ କଥା। ସେ ନ ପହଞ୍ଚି ପାରିଲି ଅସୁବିଧା ହେଇଯିବ। ବାଟରେ ଗୋଟେ ଦୀକ୍ଷା ଦେବାର ଅଛି। ଆମ 6 ଗାଁ ପିଲାଟା ଆସି ବାଟରେ ଅଛି, କଲେଜରେ ପଢ଼ିଲାଣି, କହୁଥିଲାଣି ଦୀକ୍ଷା ନେଇନି।
ତା ପାଖରେ ଯାଇ ପହଞ୍ଚିବି, ତାକୁ ଦୀକ୍ଷା ଦେବି, ତାପରେ ଯାଇ ବସାକୁ ଯିବି। ତାହେଲେ ଥାଉ ପରେ କରିବା। ଏଇଟା ବନ୍ଦ କରିଦେଇଥିଲି। ଏଇଟା ହେଉଛି କଥା। ଦେବଭାଇଙ୍କ କଥା ତ ରକ୍ଷା କରିପାରିଲିନି, ବାଧ୍ୟ ହେଇକି ଜଏନ୍ କରିଛି। ମୁଁ 5ଟା 25ଟାରୁ ଲଗଉଛି, ମୁଁ କାନ ପାଖରେ ଆଣିକି ଦଉଛି। ମୋତେ ଭଜନ କୀର୍ତ୍ତନ କିଛି ଶୁଭୁନି। ସେସବୁ ଦେବଭାଇ ଯେତେବେଳେ କହିଲେ, ମୁଁ କାନରେ ନେଇକି ଲଗେଇଲି, ମୋତେ ଶୁଭୁଛି କି ନାହିଁ। ଖୁବ୍ ଟିକେ ଟିକେ ଶୁଭୁଥାଏ, କେତେବେଳେ ବି ଶୁଭୁ ନଥାଏ। ଅନୁମାନ କରି କରିବା କଥା। ସଦ୍ଗୁରୁଙ୍କ ପାଠ ହେଲା, 5ଟା ଭଜନ ସରିଲା। କେତେ ଜନ୍ମ ଯାଇଛି, କେତେ ଜନ୍ମ ଆସିଲା, ଟିକେ ଟିକେ କାନରେ ପଡ଼ିଲା। କୀର୍ତ୍ତନ ସରିଲା। ବର୍ତ୍ତମାନ ଦେବ ଭାଇ ଉପସ୍ଥିତ ରୀତିକ ମାନଙ୍କର ନାଁ ପାଠ କରିବେ। ନାଁ ବି ପାଠ କଲେ, ଟିକେ ଟିକେ ଶୁଭୁଥାଏ, ଟିକେ ଟିକେ ଶୁଭୁନଥାଏ। ତାପରେ ମୋତେ ଡାକିବେ କହିବାକୁ। ମୁଁ କହିବି। ଏଇ ଅନୁମାନ କରି ଟିକେ ନାକୁ ଛାଡ଼ି ଦେଇକିରି ମୁଁ ଦେବ ଭାଇ ଜୟଗୁରୁ ବୋଲି କହିଲି। ସମୟଟା ଏମିତି ବଦଳିଯାଏ। ପରିସ୍ଥିତି ବଦଳିଗଲେ ସମୟଟା ବି ବଦଳିଯାଏ, ସବୁ କଥା ବଦଳିଯାଏ। ଗୀତିକାର ଗୀତ ଲେଖନ୍ତି, ଭଜନ ଲେଖନ୍ତି, କାନ ପାରି କହୁଥିଲେ, କେତେ କଥା ସେ ଶୁଣୁଥିଲେ। ସବୁ କଥା ଶୁଣୁଥିଲେ, ଭାରି ବଢ଼ିଆ ଲାଗୁଥିଲା। ଅନ୍ୟ ଲିଗରେ ଯେତିକି ଲୋକ ଯୋଗ ଦିଅନ୍ତି ନାହିଁ, ଆଜି ସେତିକି କର୍ମୀ ରୀତିକ ଅଧୁଷୁ ଯାଜକ ସେତିକିରେ ଯୋଗ ଦେଇଛନ୍ତି। ଏଯାବତ 169, ଯାବତ ବଢ଼ୁଛି ବଢ଼ୁଛି, ସଂଖ୍ୟା ବଢ଼ି ବଢ଼ି ଯିବ। 170 ହେଲା, 170 ପରିବାର ଯୋଗ ଦେଇ ସାରିଲେଣି। କ୍ଷୁଦ୍ର ହେଲେ ମଧ୍ୟ ମୋ ସାଥିରେ 10-12 ଜଣ ସବୁଦିନ ମୋର ଗୁରୁ ଭାଇମାନେ ଆସନ୍ତି, ଝିଅ ପୁଅ ସବୁ ଯୋଗ ଦିଅନ୍ତି। ସେମାନେ ବି ଆଜି ଯୋଗ ଦେଇଛନ୍ତି। ତାଙ୍କ ନାଁ ଯେମିତି କହୁଥିଲେ ଦେବ ଭାଇ, ସେମିତି ତାଙ୍କ ନାଁ ସବୁ କହିଥିଲେ। ଭକ୍ତମାନଙ୍କ ନାଁ, ରୀତିକମାନଙ୍କ ନାଁ ମୁଁ ସେମିତି ନ କହିଲେ ମୋ ପିଲାମାନେ ମନ କଷ୍ଟ କରିବେ, ଆଉ ଦିନେ ଆସିବେନି, ରଥରେ ଯୋଗ ଦେବେନି। ତେଣୁ ସେମାନେ ଯୋଗ ଦେଇଥିଲେ। କଲିକତାରୁ ମୋ ଝିଅ BP ସାସମଲ, ବିଜୁ ସିଂ ରାୟଗଡ଼ାରୁ ଟିଚର ଜଣେ ଆମ ଆଠଗଡ଼ର 5 ଗାଁର, ପ୍ରଦୀପ୍ତ କୁମାର ଚୌଧୁରୀ ଭାଇ ଯୋଗ ଦେଇଛନ୍ତି। ଶିକ୍ଷକ ଦେବତା ଆମର କୋଉଠିକାର ବଡ଼ମାର। ପଠାଣି ଚରଣ ବେହେରା ଭାଇ ଯାଜକ ଦେବତା, ସେ ବି ଯୋଗ ଦେଇଛନ୍ତି ପୂର୍ବାନ୍ତିରିଆରୁ। ଫକୀର ଚରଣ ପାତ୍ର ଭାଇ ଭୁବନେଶ୍ୱରରୁ ଯୋଗ ଦେଇଛନ୍ତି। ବୈଷ୍ଣବ ଚରଣ ସାହୁ ଭାଇ ଯୋଗ ଦେଇଛନ୍ତି ଖୁଣ୍ଟୁଣିରୁ, ଜଣେ ଗୁରୁ ଭାଇଟି ଆମର। ମୋତିରାମ ବେହେରା ଭାଇ କଟକରୁ, ମୋତିରାମ ଜାଲି ଭାଇ କଟକରୁ, ଲକ୍ଷେନ୍ଦ୍ର ପଣ୍ଡା ଭାଇ ମୁଁ ଆଉ ଦେଖିନି, ଫୋନ୍ କରିଥିଲି, ସେ ଯୋଗ ଦେଇଥିବେ। ଏମିତି 11 ଜଣ ଗୁରୁ ଭାଇ ମୋ ସାଥିରେ ଯୋଗ ଦେଇଛନ୍ତି। ଆମ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେତେ କଥା କହିଲେ, ସବୁ କଥାର ଉତ୍ତର ମୁଁ ଦେବାକି ତ ଦେଇପାରିବିନି। କାହିଁକି ଦେଇପାରିବିନି? ଏଇ ଗୀତ ବୋଲିଆ କଥା କହିଲେ, ଗୀତକାର କହିଲେ, ପିତାମହ ଭୀଷ୍ମ କହୁଥିଲେ, ବୟସ ବଢ଼ି ବଢ଼ି ଚାଲିଛି ତ କେତେବେଳେ କିଏ କ'ଣ କହିଦେଉଛି। ସବୁ କଥା ତ କହିହେବନି। ତେବେ ଭଜନ ଲେଖିବା କଥା କହୁଥିଲେ, ସତ୍ୟ କଥା। ଭଜନ ଲେଖେ, ବୋଲି ପାରେନି। ପିଲାମାନେ ବୋଲନ୍ତି, ସ୍ୱର ଦିଅନ୍ତି। ଇଏ ପରିସ୍ଥିତି କି ଖାପ ଖୁଆଇ ଆଠଗଡ଼ରେ ଥିଲି, ଏଠିକି ଆସିଲି। ସମୟ ବଦଳିଲା। ଦୀକ୍ଷା ଦେବା ପାଇଁ ଲୋକମାନେ ମଫସଲକୁ ଯାଆନ୍ତି ଦୀକ୍ଷା ଦେବା ପାଇଁ, ମୁଁ ସହରକୁ ଆଇଛି ଦୀକ୍ଷା ଦେବା ପାଇଁ। ଏଥର ମୋର ରିନ୍ୟୁଆଲ ଅଛି। ଗତଥର 35ଟା ଦୀକ୍ଷା ଦେଇଥିଲି। ଏଥର ଭାବୁଥିଲି 5-10ଟା ଅଧିକା ଟିକେ କଲେ ଭଲ ଲାଗିବ ବୋଲି, ଯେହେତୁ ରିନ୍ୟୁଆଲ ଅଛି ବୋଲି। ଖୋଜି ସେଠି ଆଜିକାଲି ଅସୁବିଧା ହେଲା। ମୁଁ ଯାଉଛି ସହରକୁ ଆସି ଦୀକ୍ଷା ଦେବି କହିଲି। କାଲି ବାଟରେ ପଦୁନ ଆଇଲା ବେଳକୁ ବାଟରେ ଗୋଟେ ଦୀକ୍ଷା ଦେଇ ଆସିଲି। କାଲି ଯାଇଥିଲି ଘାଟିକିଆ, 2ଟା ଦୀକ୍ଷା ଦେଲି। ତାପରେ ଗଲି ଜାଗମରା, ସେଠି 2ଟା ଦୀକ୍ଷା ଦେଲି। ଆମ ଅଞ୍ଚଳର ଲୋକ ଅଛନ୍ତି, ତାଙ୍କ ମାଧ୍ୟମରେ। ଆଉ ଗୋଟେ ଜଣେ ରୀତିକ ଅଛନ୍ତି, ଆପଣମାନେ ଜାଣିଥିବେ, ଶରତ କୁମାର ମହାନ୍ତି। ପିଲାଦିନୁ ତାଙ୍କ ବାପା ମା ସମସ୍ତଙ୍କୁ ଦୀକ୍ଷା ଦେଇଥିଲି। ଭଲ ପାଇବ ମଣିଷଟିଏ। ସେ ମୋତେ କହିଲା ତାଙ୍କର ଦିନେ ଆସିବେ, ଦୀକ୍ଷା 2-4ଟା କରିବେ। କହିଲେ ଆରେ କ'ଣ ତୁ ପୁଣି ଜଣେ କି ତୁ ତ ଦୀକ୍ଷା ନା, ମୁଁ ତ ଦୀକ୍ଷା ଦେଉଛି ଦେବି ଆଉ। ଠାକୁରଙ୍କ ନାଁ ମନେ ପଡ଼ିଗଲା। ସତ୍ୟରେ ଠାକୁର କହୁଥିଲେ, ଏମିତି କ'ଣ ସମୟ ଆସିବ, ଗୋଟେ ରୀତିକି ଆଉ ଜଣେ ରୀତିକି ଭଲ ପାଇବ। ଜଣେ ବୋହୂ ତା ଶାଶୁକୁ ଭଲ ପାଇବ, ଶାଶୁ ତା ବୋହୂକୁ ଭଲ ପାଇବ। ସତରେ କ'ଣ ମୋର ଭାଗ୍ୟରେ ଏମିତି ଦେଖିବାର ଅଛି?
ସତ୍ୟରେ ଠାକୁରଙ୍କ ଭାଗ୍ୟରେ ଥାଉ ମୋ ଭାଗ୍ୟରେ ଦେଖିବାର ଅଛି ଜଣେ ରୀତିକି ଆଉ ଜଣେ ରୀତିକି ନେଇ ଦୀକ୍ଷା କରେଇଲା। 4ଟା ଦୀକ୍ଷା କାଲି କରେଇଛି। ଆଜି ଢେଙ୍କାନାଳ ପାଖର ରେଗେଡ଼ା ବୋଲି ଗୋଟେ ଗାଁ ଅଛି, ଆମ ସାନ ଭାଇଟି ଅଛି, ସେ ଜାଣିଥିବ। ସେ ଗାଁରେ ଜଣେ ଗୁରୁ ଭାଇକି ଦୀକ୍ଷା ଦେଇଥିଲି। ବଡ଼ ନାମଜାଦା ଲୋକ ସେ, ବହୁତ ବଡ଼ ଅଫିସର ଥାଇ ରିଟାୟାର କରିଥିଲେ। ତାଙ୍କ ଘର ରେଗେଡ଼ା, ସେଇଟା ଆଜି କଳିଙ୍ଗନଗରରେ ଘର ଦ୍ୱାର କରି ଅଛନ୍ତି। 3-4 ମାସ ହେଲେ ଇଷ୍ଟବୁଦ୍ଧି ପଠାଉଛନ୍ତି, ମୋ ପାଖକୁ ସେ ପଠାଇ ଦିଅନ୍ତି। ତମ ଘର ଭୁବନେଶ୍ୱର ଯାଇକି ଡିପୋଜିଟ୍ କରିବ, ଦାଦା ପଠାନ୍ତୁ ଆପଣ। ମୋ ପାଖକୁ ପଠାଇ ଦିଅନ୍ତି, ମୁଁ ଯାଇକରି ଭୁବନେଶ୍ୱରରେ ତା ହାତରେ ପଠାଇକରି ଡିପୋଜିଟ୍ କରିଦିଏ, ତାଙ୍କୁ ରସିଦଟା ଦେଇଦିଏ। ତାଙ୍କ ପୁଅ ୟା ଭିତରେ ବାହା ହେଇଯାଇଛି, ତାଙ୍କ ସ୍ତ୍ରୀ ଦୀକ୍ଷା ନେଇନି। ତାଙ୍କ ପୁଅ, ତାଙ୍କ ସ୍ତ୍ରୀ, ତାଙ୍କ ବୋହୂ ଏମିତି 3-4 ଜଣ ଦୀକ୍ଷା ଦେବେ। ସେ ଡାକିଛନ୍ତି। ଯେକୌଣସି ଆଜି ପଚାରି କଲେ ଦାଦା 9ଟା ବେଳକୁ ଠିକ୍ ଆସିକି ପହଞ୍ଚିବେ, ଗାଧୁଆଗାଧି ଭଲ ମନ୍ଦ ସରିଯାଇଥିବ। এইটা ହେଉଛି ସତରେ, ଏ ଭଲ ପାଇବାଟା ହେଉଛି କଥା। ଏ ଭଲ ପାଇବା କିଏ ମୁଁ କରିକି ଭଲ ପାଇଲି ନା ସେ ମୋତେ ଭଲ ପାଇଲେ? ଭଲ ପାଇବାଟା ସେଇଠି ହୁଏ ଯେତେବେଳେ ଆମେ ଠାକୁରଙ୍କୁ ଭଲ ପାଇଥାଉ। ପରସ୍ପର ଯଦି ଠାକୁରଙ୍କୁ ଭଲ ପାଆନ୍ତି ତାହେଲେ ଭଲ ପାଇବାଟା ଉଭୟଙ୍କ ଭିତରେ ଗଜେଇ ଉଠିବ। ଆଉ ମୁଁ ଠାକୁରଙ୍କୁ ଭଲ ପାଉନଥିବି, ସେ ଠାକୁରଙ୍କୁ ଭଲ ପାଉଥିବ, ଆମ ଭିତରେ ସାମଞ୍ଜସ୍ୟ ରହିବନି। ଭଲ ପାଇବାଟା କେବେ ହେଲେ ଜୀବନରେ ଆସିବନି। ସେଇଥିପାଇଁ ମୁଁ ଦେବଭାଇଙ୍କୁ ଭଲ ପାଏ। ଏଇ କାରଣରୁ ତ କହିଲି କେତେ ଗୁଡ଼ିଏ କଥା କାରଣରୁ ସେ ଭଲ ପାଏ। ଏ ସତ୍ସଙ୍ଗକୁ ଭଲ ପାଏ। ଏ ଭଲ ପାଇବାଟା ଯେଉଁଠି ରହିଯାଏ ସେଠି କରିବା ଦବା ନାହିଁ କରିବାର ପ୍ରଶ୍ନ ଉଠେ ନାହିଁ। ଦି ନେମ୍ ଅଫ୍ ଫ୍ରେଣ୍ଡସିପ୍ ଇଜ୍ ସାକ୍ରେଡ୍। ହ୍ୱାଟ୍ ୟୁ ଡିମାଣ୍ଡେଡ୍ ଅଫ୍ ଦ୍ୟାଟ୍ ନେମ୍ ଆଣ୍ଡ ଆଇ ହାଭ୍ ନଟ୍ ଦି ପାୱାର ଟୁ ଡିନାଇ ୟୁ। ଆମର କ୍ଷମତା ନଥାଏ ନାହିଁ କରିବା ପାଇଁ। ଠାକୁରଙ୍କର ବନ୍ଧୁ, ମୁଁ ଠାକୁରଙ୍କ ବନ୍ଧୁ। ଏଇ ବନ୍ଧୁତା ସୂତ୍ରରୁ ଆମମାନେ ବାନ୍ଧି ଯାଇଛେ। ଏ ବାନ୍ଧିବାଟା ଏତେ ଜୋର ହେଇଯାଏ, ସେଥିରେ କେହି କାହାକୁ ନାହିଁ କରିପାରନ୍ତି ନାହିଁ। କେହି କାହାକୁ ନାହିଁ କରିପାରନ୍ତି ନାହିଁ। ସମସ୍ତେ ଆନନ୍ଦ ରୁହନ୍ତି, ଖୁସି ରୁହନ୍ତି। ଏଇ ଗୀତ ବୋଲିବା ପାଇଁ ପରିସ୍ଥିତି ତାଡ଼ନାରେ ତାଙ୍କ ମନ କଷ୍ଟ ହେବ। ଗୀତଟି ନ ବୋଲିଲେ କହିବୁ, ଗୀତଟି ବୋଲିବାକୁ ବାଧ୍ୟ ହେଉଛି, କିନ୍ତୁ ମୁଁ ବୋଲି ଜାଣିନି। ଅଦିନ ବରଷା ପରି ଭାବନା ମୋର, ଅଦିନ ବରଷା ପରି ଭାବନା ମୋର, ଦିନେ ଦିନେ ବୁଡ଼ିଯାଏ ଭାବେ ତୁମର, ଅଦିନ ବରଷା ପରି ଭାବନା ମୋର। ଗାଇଲେ ତୁମରି ଗୀତ ତନୁ ମନ ପୁଲକିତ, ଲୁହର ଶ୍ରାବଣୀ ଝରେ ଭିଜେ ଜଗତ। ତୁମେ ପ୍ରଭୁ ମୋ ଜୀବନ ଆଶିଷ ଧାର, ଅଦିନ ବରଷା ପରି ଭାବନା ମୋର, ଅଦିନ ବରଷା ପରି ଭାବନା ମୋର। ଋତୁ ଆସେ ଋତୁ ଯାଏ ଥାପି ଯାଏ ପଦ ଚିହ୍ନ, ଭୁଲିଲେ ଶରତ ଶରୀର କିନ୍ତୁ ଭୁଲେନି ମନ। ଋତୁରାଜ ବସନ୍ତରେ ମନ ଅଧୀର, ଋତୁରାଜ ବସନ୍ତରେ ମନ ଅଧୀର, ଅଦିନ ବରଷା ପରି ଭାବନା ମୋର, ଅଦିନ ବରଷା ପରି ଭାବନା ମୋର। ସତେ କି ଆସିବ ପୁଣି ଶ୍ରାବଣର ବାରି ଧାରା, ଚାତକ ମୁଁ ପିଇବାକୁ ପିୟୁଷ ପରା। ଭୁଲିବି ଦୁଃଖ ସକଳ ସୁଖେ ବିଭୋର, ଭୁଲିବି ଦୁଃଖ ସକଳ ସୁଖେ ବିଭୋର, ଅଦିନ ବରଷା ପରି ଭାବନା ମୋର, ଅଦିନ ବରଷା ପରି ଭାବନା ମୋର। ତୁମରି କଞ୍ଜ ପୟର ସାଇବ କେବଳ, ସେଥିପାଇଁ ପ୍ରାଣ ମୋର ସଦା ଆକୁଳ। ଆନନ୍ଦେ ପରମାନନ୍ଦ ମନ ଆତୁର, ପାଇ ପଦ ସେବା ସୁଖ ପ୍ରାଣ ବିଭୋର, ଅଦିନ ବରଷା ମୋର, ଅଦିନ ବରଷା ପରି ଭାବନା ମୋର। এই গীতটা ବୁଝିବାର ଉଦ୍ଦେଶ୍ୟ ହେଉଛି, ସହଜ ଗୀତ ଲେଖା ହେଇଛି, ବୁଝିବାର ଉଦ୍ଦେଶ୍ୟ ହେଉଛି
ଅଦିନ ଥିବ ଆଜି ବର୍ଷାଟା ଆସିଲେ କ'ଣ ହବ? ଭାବନାଟା ଯାହାର ଇଚ୍ଛା କରୁଥିଲା ବର୍ଷାଟା ହେଇଗଲା, ବର୍ଷା ହେଇଗଲା, ମନଟା ପରିବର୍ତ୍ତନ ହେଇଯିବ, ମନଟା ପରିବର୍ତ୍ତନ ହେଇଯିବ। ସେମିତି ଅଦିନ ନୁହଁ, ଇଚ୍ଛା କରିଥିଲି ସେ ମୁଁ ଇଚ୍ଛା କରିଥିଲି, ଆଜି ବର୍ଷାଟା ହେଇଗଲା, ସତ୍ସଙ୍ଗଟା ଯୋଗ ଦେଇଦେଲି। ଋତୁ ଆସିବ, ଋତୁ ଯିବ, ଶରୀର ତାକୁ ଭୁଲିଯିବ, ମନ କିନ୍ତୁ ଭୁଲି ନଥିବ, ମନ କିନ୍ତୁ ଭୁଲି ନଥିବ। ଋତୁରାଜ ବସନ୍ତ ଯେତେବେଳେ ଆସିବ ନା, ମନଟା ସେତେବେଳେ ଉଚ୍ଛନ୍ନ ହେଇଯିବ, ମନ ଉତ୍ସବ ହେଇଯିବ। ପୁରୁଷୋତ୍ତମକୁ ପାଇକିରି ମନଟା ସେତେବେଳେ ଉଚ୍ଛନ୍ନ ହେଇଯିବ, ମନ ଭୁଲିଯିବ, ଶରୀର ଭୁଲିଯିବ, ମନ କିନ୍ତୁ ଭୁଲି ନଥିବ। ମନ ଭୁଲିବ ନାହିଁ କେବେ ହେଲେ, କାହିଁକି ଭୁଲିବନି? ଆଶା କରିଥିବ ସତ୍ୟରେ ପ୍ରକୃତ ବର୍ଷା କେତେବେଳେ ଆସିବ, ଶ୍ରାବଣ ବାରିଧାରା ଆସିବ, ମୁଁ ଚାତକ ଚାହିଁଛି ଅମୃତ ପାନ କରିବି ବୋଲି, ପିୟୁଷ ପାନ କରିବି ବୋଲି। ସବୁ ଦୁଃଖ ପଛ ଭୁଲିଯିବ, କିନ୍ତୁ ଏ ସୁଖକୁ ମଣିଷ କେବେ ହେଲେ ଭୁଲି ପାରିବ ନାହିଁ। ଶେଷକୁ ସେ ଇଚ୍ଛା କରିଛି ତୁମରି କଞ୍ଜ ପୟର ସାହା ହୋଇବ କେବଳ, ସେଥିପାଇଁ ପ୍ରାଣ ମୋର ସଦା ଆକୁଳ। ମୁଁ ଆକୁଳ ପ୍ରାର୍ଥନା କରୁଛି ପ୍ରଭୁ ସତ୍ୟରେ ପୁଣି ବାରଧାରା ଆସି ପହଞ୍ଚିଯିବ, ତୁମରି କଞ୍ଜ ପୟ ତଳେ ଆଶ୍ରୟ ନେବି, ମୋ ପ୍ରାଣ ସେ ବାରିଧାରକୁ ପାନ କରି ଚାତକ ଆନନ୍ଦ ଲାଭ କରିବ, ସେ ଆନନ୍ଦରେ ପରମାନନ୍ଦ ମୁଁ ଲାଭ କରିବି। ସେଥିପାଇଁ ମୋ ପ୍ରାଣ ଆଜି ଆକୁଳ ହୋଇ ଉଠୁଛି। କହିବାର ଉଦ୍ଦେଶ୍ୟ ହେଉଛି ମଣିଷ ସବୁ ଚାହେଁ, ଠାକୁର ବି ସବୁ ଦେବାକୁ ପ୍ରସ୍ତୁତ ଅଛନ୍ତି। ମଣିଷ ସୁଖ ଚାହେଁ, ସବୁ କଥା ଚାହେଁ, କିନ୍ତୁ ସେ କହୁଛନ୍ତି ମୁଁ ଦେବା ପାଇଁ, ଠାକୁର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଆମେ ମାଗି ଜାଣିନା। ଯାହା ଭାଇ କୀର୍ତ୍ତନ କରୁଥିଲେ, ଯାଚି ଯା ଦେଇଛ ତାକୁ ଯୋଗ୍ୟ ନୁହେଁ, ଅମାନିଆ ମନ ମାଗିବାକୁ ଚାହେଁ। କ'ଣ ସେ ନ ଦେଇଛନ୍ତି ଆମକୁ? 92 ବର୍ଷରେ ଜନ୍ମଠାରୁ ଯଦି ଏପର୍ଯ୍ୟନ୍ତ ହିସାବ କରିବା, କ'ଣ ସେ ନ ଦେଇଛନ୍ତି? ବାପା ମା ପୁଅ ଝିଅ ସ୍ତ୍ରୀ ନାତି ନାତୁଣୀ ଘର ଦ୍ୱାର ଚାକିରି ବାକିରି ପେନସନ ଟଙ୍କା ପଇସା ହିସାବ ଆପଣ କରିବେ, କାଗଜ ଫର୍ଦ୍ଦ ଫର୍ଦ୍ଦ ଉଡ଼ିଯିବ। ରାତି ସାରା ଆପଣ ଅନିଦ୍ରା ରହିବେ, ଆପଣ ତାର ହିସାବ କରିପାରିବେନି। କିନ୍ତୁ କ'ଣ ଦେଇଛ ତମେ, କ'ଣ ଦେଇଛ ତମେ ଯଦି ହିସାବ କରିବ? ଦୀକ୍ଷା ନେଲି 69 ମସିହାରେ, 72 ମସିହାରେ ସ୍ୱସ୍ତରୀ ଦେଲି, 74 ମସିହାରେ ଯାଜକ ହେଲି, 76 ମସିହାରେ ଏତିକି ହେଲି। ଏତିକି ଦେଇଛି, ସବୁ କମ୍ପ୍ୟୁଟରକୁ ଆଙ୍ଗୁଠି ମାରିଦେବ, ଧାଇଁ 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 ସବୁ ବାହାରି ଆସିବ, ମିନିଟିକ ଭିତରେ ସବୁ ବାହାରିଯିବ କ'ଣ ତମେ ଦେଇଛ। କିନ୍ତୁ କ'ଣ ପାଇଛ ତାର ହିସାବ ତମେ କରିପାରିବନି, ହିସାବ କରିପାରିବନି। ସେ ସବୁ ଦେବା ପାଇଁ ଆସିଛନ୍ତି, ଆମେ ତ ମୂର୍ଖ, ମାଗି ଜାଣିନେ। ମୋତେ ପୁଅଟିଏ ଦିଅ, ମୋତେ ଝିଅଟିଏ ଦିଅ, ମୋତେ ଭଲ ଜଇଁଟିଏ ଦିଅ, ଭଲ ନାତି, ଛୋଟିଆ କଥା ମାଗୁଛେ। ଠାକୁର ସେଥିପାଇଁ କହିଲେ ମୁଁ କାହାକୁ ଦେବା ପାଇଁ ଆସିନି କି ଦୁଃଖ ଦେବା ପାଇଁ ଆସିନି, ମୁଁ କାହାକୁ ଦୁଃଖ ଦେବା ପାଇଁ ଆସିନି କି ସୁଖ ଦେବା ପାଇଁ ଆସିନି। ସୁଖ କେମିତି ପାଆନ୍ତି, ଦୁଃଖ କେମିତି ପାଆନ୍ତି, ସେ ବାଟ ମୋତେ ବତେଇ ଦେବା ପାଇଁ ଆସିଛି। ଜୀବନରେ ସୁଖ କେମିତି ପାଇବ, ସେ ବାଟ ମୁଁ ବତେଇ ଦେବା ପାଇଁ ଆସିଛି। ଯେଉଁମାନେ ସେ ବାଟ ଧରି ଚାଲନ୍ତି ସେମାନେ ସୁଖ ପାଆନ୍ତି, ଯେଉଁମାନେ ସେ ବାଟ ଧରନ୍ତି ନାହିଁ ଜୀବନରେ ଦୁଃଖ ପାଆନ୍ତି। ମୋତେ ସୁଖଦାତା ଈଶ୍ୱର ବୋଲି କହନ୍ତି, କିନ୍ତୁ ମୁଁ ସୁଖ ଦିଏନି କି ଦୁଃଖ ଦିଏନି। ମୁଁ ତ ସୁଖ ଦୁଃଖର ବାଟ ବତେଇ ଦିଏ। ବାଟ ବାବାରେ ଅନ୍ୟାନ୍ୟ ମାର୍ଗର ଗଛ, ନିଷିଦ୍ଧ ହୁଏ, ଅଲ୍ ରୋଡ୍ସ ଲିଡ୍ ଟୁ ସତ୍ସଙ୍ଗ, ସବୁ ରାସ୍ତା ଆଜି ସତ୍ସଙ୍ଗରେ ମିଳିଛି। ଏ ସତ୍ସଙ୍ଗ ବାଟରେ ଚାଲ, ତୁମ ବାପା ମା ଯେଉଁ ବାଟରେ ଚାଲୁଛନ୍ତି ତୁମେ ଚାଲ, ସୁଖ ପାଇବ। ଯେ ମାନିଲା ତ ପାଇଲା, ନ ମାଇଲା ପାଇଲା, ନ ମାଇଲା ନ ମାନିଲେ କ'ଣ ହବ? ପୁଣି ସେ ଦୁଃଖ ଆମକୁ। ଏ ହଜାର ହଜାର ଲୋକ ହଜି ଯାଇଛନ୍ତି, ଲକ୍ଷ ଲକ୍ଷ ଲୋକ ହଜି ଯାଇଛନ୍ତି, ତାକୁ ଖୋଜିବା ଦାୟିତ୍ୱ ଆମମାନଙ୍କର। ତାକୁ ଆମେମାନେ ସବୁ ଖୋଜୁଛେ, କୁଆଡ଼େ ଗଲେ ସେମାନେ, କାହିଁକି ଗଲେ, କାହିଁକି ଛାଡ଼ିଲେ, କାହିଁକି କଲେ, ସେ ଦୋଷ ଦୁର୍ବଳତା ବି ଆମରି ମାନଙ୍କର। ଦୀକ୍ଷା ଦେଇ ଦେଇକି ପଳେଇ ଆସିଲେ, ଗୋଟାଏ ଲୋକକୁ ବି 4 ଜଣ ଦୀକ୍ଷା ଦେଇଛନ୍ତି, ଗୋଟାଏ ସ୍କୁଲରେ 100 ଦୀକ୍ଷା ଦେଇଛନ୍ତି। ସେଇ ଦୀକ୍ଷାକୁ ମୁଁ ଦେଇଛି, ସେଇଥିରେ ରାମ ଦେଇଛି, ଗୋବିନ୍ଦ ଦେଇଛି, ଗୋପାଳ ଦେଇଛି। ଯାହା କରିଛେ ସବୁ ଆମେ କରିଛେ, ସବୁ ଭୁଲ ଆମେ କରିଛେ। ସୁଧାରିବା ଦାୟିତ୍ୱ ବି ବର୍ତ୍ତମାନ ଆମ ପଡ଼ୁଛି, ଆମର ସେ ସୁଧାରିବା ଦାୟିତ୍ୱ ପଡ଼ୁଛି। ହିମାଳୟ ପ୍ରଦେଶର କଥା, ଜଣେ ଡାକ୍ତର ଗୁରୁ ଭାଇଟେ ଆଚାର୍ଯ୍ୟଙ୍କୁ ଆଶୀର୍ବାଦ ନେଇକରି ହିମାଳୟ ପ୍ରଦେଶରେ ଚାକିରି କରିଛନ୍ତି, ନବବିବାହିତ ସେ।
ନୂଆ ଜାଗାକୁ ଯାଇଛନ୍ତି, କେହି ଡାକ୍ତର ଫାକ୍ତର ନାହାନ୍ତି, ସେ ଏରିଆଟା ସେମିତି। ଟଙ୍କା ତ ମୁହଁ ବଙ୍କା କରିଦେଲା ଆଉ, ଟଙ୍କା ମୁହଁ ପୁରାପୁରି ବଙ୍କା କରିଦେଲା। ସକାଳେ ସନ୍ଧ୍ୟାବେଳେ ରାତିରେ ଯେତେବେଳେ ଦେଖିବ ଡାକ୍ତରଖାନାରେ ସକାଳୁ ଉଠିବେ, ଜଳଖିଆ ଖାଇ ଟିକେ ପଳେଇଯିବେ ଡାକ୍ତରଖାନାରେ, ଗୋଟାଏ ପର୍ଯ୍ୟନ୍ତ ରହିବେ, ଘରୁ ଆସିକି ଖାଇଦେବେ, ସ୍ତ୍ରୀ ରାନ୍ଧିକି ରଖିଦେବ ଖାଇଦେବେ, 5-10 ମିନିଟ୍ ବିଶ୍ରାମ କରିଦେବେ, ପୁଣି ଡାକ୍ତରଖାନାକୁ ପଳେଇବେ, ପୁଣି ସନ୍ଧ୍ୟାବେଳକୁ ଆସିବେ, ପୁଣି ରାତିରେ ଯିବେ, ଏମିତି ଚଲେଉଥାନ୍ତି। କିଛି ଦିନ ଗଲା ଅଜସ୍ର ଟଙ୍କା ରୋଜଗାର କଲେ। ସ୍ତ୍ରୀ କହିଲେ ମୋତେ କାହିଁ ଏଠି ରଖିଛ, ଚାଲ ମୋ ବାପା ମାଆଙ୍କୁ ମୋତେ ପାଖରେ ମୋତେ ଛାଡ଼ି ଦେଇ ଆସିବ। ମୋ ବାପା ମାଆ ମୋତେ କ'ଣ ଖାଇବାକୁ ଦେଇପାରିବେନି? ୟା ମନର କଥା, ସେ ବୁଝିପାରିବା କଥା। ସ୍ୱାମୀ ବୁଝିପାରିବା କଥା, ସ୍ତ୍ରୀ କାହିଁକି ଆସେ, ସ୍ତ୍ରୀ କାହିଁକି ମୋ ପାଖରେ ଅଛି। ଚିନ୍ତା କଲେ, ସେ ଗଭୀର ଭାବରେ ଚିନ୍ତା କଲେ, ଚାଲ ଆଚାର୍ଯ୍ୟଙ୍କୁ ଆଶୀର୍ବାଦ ତ ଆସିଥିଲେ, ଆଚାର୍ଯ୍ୟଙ୍କୁ ଚାଲ ଯିବା କହିଦେଇ ଆସିବା, କହିଦେଇ ପଳେଇବା। ଠିକ୍ ଅଛି, ଆଚାର୍ଯ୍ୟଙ୍କ ପାଖକୁ ଗଲେ। ଆଚାର୍ଯ୍ୟ ତାଙ୍କୁ ସବୁ, ସେ ତ ପରସ୍ପର ସେ ସବୁ କଥା ଜାଣନ୍ତି। ଠାକୁର ଯାହା ଆଚାର୍ଯ୍ୟ ସେୟା, ଜୀବନ୍ତ ଆଦର୍ଶ ସେ। ଠାକୁର ନାହାନ୍ତି ବୋଲି କହିହେବ ନାହିଁ, ଠାକୁର ତ ବର୍ତ୍ତମାନରେ ଆଚାର୍ଯ୍ୟ ହେଉଛନ୍ତି ଜୀବନ୍ତ ଆଦର୍ଶ। ସବୁ କଥା ସେ ଜାଣନ୍ତି, ସବୁ କଥା ଶୁଣିଲେ। କହିଲେ ତମେ ପରା ଡାକ୍ତର ନା? ହଁ। ତମର ଡ୍ୟୁଟି କେତେ? 10ରୁ 5। 10ରୁ 5 ଡ୍ୟୁଟି କରିବ, ସକାଳକୁ କାହିଁ ପଳେଇ ଯାଉଛ, ରାତିରେ କାହିଁ ପଳେଇ ଯାଉଛ, ନବବିବାହିତା ସ୍ତ୍ରୀଟାକୁ ଘରେ ଛାଡ଼ି ଦେଇ ପଳେଇ ଯାଉଛ, ଇତ୍ୟାଦି କଥା ବୁଝେଇଲେ। ସେ ତ ପାର୍କ ଫାର୍କ ନାହିଁ, ବୁଲାବୁଲି କରିବାକୁ ତାକୁ ବ୍ୟବସ୍ଥା ନାହିଁ। 10ରୁ 5 କେବଳ ଡାକ୍ତରଖାନାକୁ ଯିବ, ବାକି ସମୟ ଘରେ ରହିବ। ସ୍ତ୍ରୀକି ଧରି ଗୁରୁ ଭାଇମାନଙ୍କ ଘରକୁ ବୁଲିଯିବ, ଗୁରୁ ଭାଇମାନଙ୍କୁ ଘରକୁ ବୁଲିଯିବ, କିଏ କ'ଣ କରୁଛନ୍ତି ନ କରୁଛନ୍ତି ଦେଖିବ। ଆଜ୍ଞା, ବିଶ୍ୱସ୍ତ ଭୃତ୍ୟ ଭଳି ଆଜ୍ଞା କହି ସ୍ୱାମୀ ସ୍ତ୍ରୀ ପଳେଇ ଆସିଲେ। 10ରୁ 4 ହିଁ ସେ ଯାଆନ୍ତି, ଅନ୍ୟ ସମୟ ଘରେ ରହନ୍ତି। ସ୍ୱାମୀ ସ୍ତ୍ରୀଙ୍କ କଥାବାର୍ତ୍ତା, ମଉଜ ମଜଲିସ୍, ଭଲ ମନ୍ଦ ଇତ୍ୟାଦି ସବୁ ଚାଲେ। ସକାଳୁ ସକାଳୁ ଉଠିକିରି ପ୍ରାର୍ଥନା କଲା ପରେ ଡାକ୍ତର ହିସାବରେ ସ୍ୱାମୀ ସ୍ତ୍ରୀ 2 ଜଣଯାକ ଗୋଟିଏ ଯୋଡ଼ିଏ ପରିବାର ପାଖକୁ ବୁଲି ଚାଲନ୍ତି। କେମିତି ପ୍ରାର୍ଥନା କରୁଛନ୍ତି, ଭଲ ମନ୍ଦ ଇତ୍ୟାଦି କଥା ଯାହା ଠାକୁର ପ୍ରକାର ଆଚରଣ ଦେବ। ଡିପି ୱାର୍କ କରିବାକୁ କହିଲେ, କାହିଁକି କରୁନ, କେମିତି କରୁନ, କ'ଣ କରୁନ ଇତ୍ୟାଦି, ଫଟୋ କେମିତି ରଖାଯାଏ, ସବୁ ତାଙ୍କ ସାଥିରେ କଥାବାର୍ତ୍ତା ହେଇକିରି ଆସିଲେ। ଯେହେତୁ ଦେଖିଲେ ଡାକ୍ତର ଜଣ ଆସିଛନ୍ତି, କ'ଣ ଭଣ୍ଡାରୀ ଦେଖିଲେ ତ ନଖ କଅଁଳେ, ଡାକ୍ତର ଦେଖିଲେ ତ କେତେ ରୋଗ ବାହାରିବ, ରୋଗ ସବୁ ତାଙ୍କର ବାହାରିଲା। ମୋ ମୁଣ୍ଡ କ'ଣ ହେଉଛି, ଅମୁକ ହେଉଛି, ତାକୁ ଜ୍ୱର ହେଇଛି, ତାକୁ ଛାଡ଼ିନି। ଆଡ଼େ ଡିପି ୱାର୍କ କରନ୍ତି, ଠାକୁର କଥା କରନ୍ତି, ଆଡ଼େ ଚାକିରି ଡାକ୍ତରୀ ଚିକିତ୍ସା ମଧ୍ୟ ହେଲା। ଗୁରୁ ଭାଇ ବୋଲି କ'ଣ କିଛି ଛାଡ଼ିଦେବେ, କିଛି ଦେବେନି? ଚା ଫା ଖାଇବା ପିଇବା ଭଲ ମନ୍ଦ, 50 ଟଙ୍କା, 100 ଟଙ୍କା, 200 ଟଙ୍କା ଦକ୍ଷିଣା, ସବୁ ଡାକ୍ତର ଦକ୍ଷିଣା ମଧ୍ୟ ଦେଲେ। ଖୁବ୍ ଆନନ୍ଦ ଲାଗିଲା। ସନ୍ଧ୍ୟାବେଳକୁ ସେମିତି ଆସି କାମଦାମ ସାରି ସ୍ୱାମୀ ସ୍ତ୍ରୀ କେତେ ଜଣ ଘରକୁ ଯାଆନ୍ତି, ଯାଇ ଚିକିତ୍ସା କରନ୍ତି, ଇଷ୍ଟ ପ୍ରାଣତା ଉପରେ କଥାବାର୍ତ୍ତା କରନ୍ତି, ଇତ୍ୟାଦି କରନ୍ତି। ଛୁଆ ପିଲା କେଉଁଠି ଦୀକ୍ଷା ନେଇନାହାନ୍ତି, ରୀତିକି ଡାକି ଦୀକ୍ଷା ଫିକ୍ଷା କରାନ୍ତି, ଇତ୍ୟାଦି କରନ୍ତି, ସବୁ କରନ୍ତି। ଇଷ୍ଟପତି ନିୟମିତ ଦେବା, ସବୁ କାମ ଇତ୍ୟାଦି ଚାଲିଲା। ପ୍ରକାରାନ୍ତରେ ଆଚାର୍ଯ୍ୟ ତାଙ୍କୁ ଡିପି ୱାର୍କ କରିବାକୁ କହିଲେ, ଡିପି ୱାର୍କ କଲେ। ତା ଭିତରେ ତାଙ୍କର ଅବସ୍ଥା ବି ସୁଧୁରିଲା, ଯାହା ଡାକ୍ତରଖାନାରେ ପାଆନ୍ତି। ସ୍ୱାମୀ ସ୍ତ୍ରୀ ସାଙ୍ଗ ହେଇକି ଜାଗିରି ମଧ୍ୟ ତାଠାରୁ ଅଧିକା କିଛି ପାଇଲେ। ଆର୍ଥିକ ସ୍ୱଚ୍ଛଳତା ବି ତାଙ୍କର ବଢ଼ିଗଲା, କିଛି ଅସୁବିଧା ହେଲାନି। ସେ ହେଉଛନ୍ତି ସତରେ ପରମ ପିତା, ଆମକୁ ସେଇ କଥା କରିବା ପାଇଁ କହନ୍ତି। ଥରେ ଗୋଟିଏ ଡିପି ୱାର୍କ କଥା ଟିକେ କହିଦେଉଛି। ଥରେ ଗୋଟିଏ ମାଆଟିଏ ଆଚାର୍ଯ୍ୟ ପାଖକୁ ଆଉ ଗୋଟିଏ ମାଆକୁ ନେଇକିରି ତାଙ୍କୁ ମୁଣ୍ଡିଆ ମାରିଲେ, କହିଲେ ଦାଦା ଟିକେ ଆଶୀର୍ବାଦ କରନ୍ତୁ, ତା ସ୍ୱାସ୍ଥ୍ୟ ଟିକେ ଭଲ ହେଇଯାଉ। ସେ ଦୀକ୍ଷା ନେଇଛି, ଦୀକ୍ଷା ନେଇଛି ନା? ହଁ। ତମର ସେ କ'ଣ ହବ? ଆଜ୍ଞା ମୋର କିଛି ନାହିଁ। ତ ମୁଁ କିଛି ନାହିଁ, ତମେ କାହିଁ ତା କଥା ଚିନ୍ତା କରୁଛ, ତାଙ୍କୁ କାହିଁ ଆଣିକି ଯାଇଛ? ପଚାରିଲେ। ମାଆଟି କହିଲେ ଦାଦା ମୁଁ ରିକ୍ସାରେ ଯାଉଥିଲି, ଜଣେ ଭାଇ ରିକ୍ସା ପୁଲର ଯିଏ ସେ ଗାଡ଼ି ଚଲାଉଥିଲେ, ମୁଁ ତାକୁ ଦେଖିକି ଅନୁମାନ କରି ତାଙ୍କ ମନଟା ଭାରି ଦୁଃଖ ଥିଲା। କହିଲେ ଭାଇ ତମ ଗାଡ଼ି ତ ଚଲାଉଛ, ଖୁସିରେ 2 ପଇସା ରୋଜଗାର କରିବ, ମନଟା କାହିଁ ତମର କଷ୍ଟ ହେଇଛି? ନା ମା କ'ଣ କହିବି, ମୋ ସ୍ତ୍ରୀ ଦେହ ଟିକେ କାଲିଠାରୁ ଖରାପ।
ମୁଁ କହିଲି ଆଚ୍ଛା ଠିକ୍ ଅଛି, ତମ ଘରକୁ ରିକ୍ସା ନେଇ ଚାଲ। ରିକ୍ସା ତାଙ୍କ ଘରକୁ ଗଲା। ଦେଖିଲା ମା ଦେହ ଟିକେ ବେଶୀ ବ୍ୟସ୍ତ ନାହିଁ, ଅଳ୍ପ ଟିକେ ଅସୁସ୍ଥ ଅଛି। ସେଥିରେ ପାଣି ମାରି ତା ମୁହଁ ଫୁହଁ ଟେମ୍ପରେଚର ଅଛି, ପାଣି ମାରି ମୁହଁ ଫୁହଁ ଧୁଆ ଧୁଇ କରିଦେଲେ। ଡାକ୍ତର ଭାଇକି ଡାକିକିରି ଗୋଟେ ସେ ପାଖରେ ତାଙ୍କୁ ଚିକିତ୍ସା ଟିକେ କରିଦେଲେ, ଭଲ ହେଇଗଲେ। ଅଳ୍ପ ଟିକେ ଜ୍ୱର ହେଇଥିଲା, ଭଲ ବୁଲା ହେଇଥିଲା। ସାଥି ଗୋଟେ ରୀତିକି ଡାକିକି ମଧ୍ୟ ତାଙ୍କୁ ଦୀକ୍ଷା ଦିଆଇଦେଲେ। ଦୀକ୍ଷା ଦିଆଇଦେଲେ, କହିଲେ ଚାଲ ବର୍ତ୍ତମାନ ଆଶ୍ରମକୁ। ସ୍ୱାମୀ ସ୍ତ୍ରୀ ସେ ତ ରିକ୍ସା ପୁଲର, ଇଏ ତାଙ୍କୁ ସାଙ୍ଗରେ ଧରି ଯାଇ ଦାଦାଙ୍କ ପାଖରେ ପହଞ୍ଚିଲେ। ଦାଦାଙ୍କୁ ସବୁ କଥା କହିଲେ, ଦାଦା ଶୁଣିଗଲେ। କହିଲେ ୟାଠାରୁ ବଡ଼ ଡିପି ୱାର୍କ ଆଉ ନାହିଁ, ୟାଠାରୁ ବଡ଼ ଡିପି ୱାର୍କ ନାହିଁ। ଏତେ କଥା ତମେ କରିଛ, ମଣିଷକୁ କେମିତି ଆପଣାର କରିବାକୁ ହୁଏ ସବୁ କଥା ତମେ କରିସାରିଛ। ତା ଜୀବନ ସାରା ସେ ଠାକୁରଙ୍କୁ ଭୁଲିବନି କି ତମକୁ ଭୁଲିବନି। କଥାଟିର କଥା ହଉଛି ସତରେ ଆମେ ୟା କରୁଛେ? ୟା ତା ଫଟୋ ଯଦି ଧୁଆଇଛେ ବାହାରିକି ଫୋପାଡ଼ି ଦେଉଛେ, ୟା କରୁଛେ ତା କରୁଛେ, ଏମିତି କର ସେମିତି କର, ଆଦେଶ ଝାଡ଼ି ଦେଇକିରି ପଳେଇ ଯାଉଛେ। ଆମକୁ ସେ ଭଲ ପାଇଲା? ଆମ ଠାକୁରକୁ ସେ ଭଲ ପାଇଲା? ଯାହା ତାହା ବିଗାଡ଼ି ଦେଇକିରି ଆସିଲେ, ନା କୁଆଡ଼ୁ ଆସିଲେ କ'ଣ କଲେ, ଏତେ ଦିନ ହେଲା ମୁଁ ଠାକୁର ରଖିଥିଲି, ସବୁ ଠାକୁରକୁ ଫୋପାଡ଼ି ଦେଲେ, ଏଇଠି ମଧ୍ୟ ରଖିଦେଲେ, ଯା କାଲିଠାରୁ ମୁଁ କିଛି କରିବିନି। ଦେଖିଆ ବୋଲି ବିରକ୍ତି ଭାବନା ଆସୁଛି। ସୁନ୍ଦର କରି ଆଚାର୍ଯ୍ୟ ଦେବ ବୁଝେଇକିରି କହୁଛନ୍ତି, ଆରେ ମନ୍ଦିର କରିଛ ନୁହଁ, ଚାନ୍ଦଳ ମନ୍ଦିର କେତେ ସୁନ୍ଦର ହେଇଛି, କେତେ ଗମ୍ବୁଜ ଅମୁକ ସବୁ ସୁନ୍ଦର ମନ୍ଦିରଟିଏ ହେଇଛି। ମନ୍ଦିରରେ ବିଗ୍ରହ ବି ସ୍ଥାପନ କରିଛ। ଠାକୁରଙ୍କୁ ଗ୍ରହର ବିପାକ ଦୂର କରିବା ପାଇଁ ବିଗ୍ରହ ରୂପରେ ସ୍ଥାପନ କରିଛ ନା? ହଁ। ପୂଜକ ଅଛି ପୂଜା କରିବା ପାଇଁ। ହଁ। କେତେଟା ଗୁରୁ ଭାଇ ଏଠି ଆଶ୍ରମିକ କର୍ମୀ ଏଠି ବାସ କରୁଛନ୍ତି, ରହୁଛନ୍ତି ନା? ହଁ, ସମସ୍ତେ ଅଛନ୍ତି। ଯେତେବେଳେ ବାହାରୁ ଜଣେ ଭାଇଟି ଆସିବ, ସେ କ'ଣ କରିବ? ମନ୍ଦିରକୁ ଦେଖିବ, ଖୁସି ହେବ। ମନ୍ଦିର ସାଥିରେ କ'ଣ କଥାବାର୍ତ୍ତା କରିବ ନା? ନାହିଁ। ବିଗ୍ରହକୁ ଯାଇ ଦେଖି ମୁଣ୍ଡିଆ ମାରିବ, ସବୁ କରିବ। ବିଗ୍ରହ ସାଥିରେ କ'ଣ କଥାବାର୍ତ୍ତା କରିବ ନା? ନାହିଁ। କାହା ସାଥିରେ କଥାବାର୍ତ୍ତା କରିବ? ଏଇ ବ୍ରାହ୍ମଣମାନଙ୍କ ସାଥିରେ, ଯିଏ ଅଛନ୍ତି ଆଶ୍ରମିକ କର୍ମୀ ତାଙ୍କ ସାଥିରେ କଥାବାର୍ତ୍ତା କରିବ। ଯେଉଁମାନେ ଦ୍ୱାରପାଳ ଜଗିଛନ୍ତି ତାଙ୍କ ସାଥିରେ କଥାବାର୍ତ୍ତା କରିବ। ତାଙ୍କ ସାଥିରେ କଥାବାର୍ତ୍ତା କରିବଟି ନା? କ'ଣ କଥାବାର୍ତ୍ତା କରିବ ତାଙ୍କ ସାଥିରେ? ସେମାନେ ଠାକୁର ହେଇଥିଲେ ତ, ସେମାନେ ଇଷ୍ଟବାହୀ ହେଇଥିଲେ ତ, ତାଙ୍କ ଭିତରେ ଠାକୁର ତ ଜାଗ୍ରତ ହେଇଥିଲେ ତ, ତାଙ୍କ ସାଥିରେ କଥାବାର୍ତ୍ତା କରିବେ। ନହେଲେ କ'ଣ ହେବ? ଆଉ ଦିନେ ଏଠାକୁ ଆସିବୁନି, କହି ଯିବେ, ଆଉ ଦିନେ ଏଠାକୁ ଆସିବନି। ଏଠି ମଣିଷ ନାହାନ୍ତି, ଖାଲି ମାଙ୍କଡ଼ ଗୁଡ଼ାକ ଅଛନ୍ତି। ବ୍ୟବହାର ଜାଣନ୍ତିନି, କଥାବାର୍ତ୍ତା କରନ୍ତିନି, ଇତ୍ୟାଦି କରନ୍ତିନି। ତେଣୁ ତମ ସାଥିରେ ସେମାନେ କଥାବାର୍ତ୍ତା କରିବେ। ତମେ ଗୋଟେ ମିନି ଠାକୁର ହବ। ଠାକୁର ଗୋଟେ ଛୋଟ ଠାକୁର ତମେ ହବ। ତୁମ ଭିତରେ ସେ ଠାକୁର ତ ଥିବ। ତୁମେ ମଣିଷକୁ ଭଲ ପାଇବାର ଭାବ ଜାଣିଥିବ। ଭାଇ ଆସିଛ, ବସ, ଖାଅ, ଭୋଗ ଟିକେ ରେ ଭାଇନା, ଭୋଗ ଟିକେ ଦିଅ, ଭୋଗ ଟିକେ ଦିଏ, ପ୍ରସାଦ ତାଙ୍କୁ ଟିକେ ଦିଅ, ପ୍ରସାଦ ଖାଇଦେବେ, ଭଲ କରି କଥାବାର୍ତ୍ତା କରିବ, ଅମ କରିବ। ଏମିତି କରିବ ଯେ କାଲି ଯଦି ଛାଡ଼ିବନି, ପୁଣି କାଲି ଆସିବାକୁ ଇଚ୍ଛା କରିବ। ତୁମମାନଙ୍କ ସାଥିରେ କଥା କରିବ। ତୁମେମାନେ ଠାକୁର ହେବା ଉଚିତ। ଠାକୁର ଆଚାର୍ଯ୍ୟ ସେଥିପାଇଁ କହନ୍ତି, ତୁମ ଭିତରେ ଠାକୁର ତ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ହୁଅନ୍ତି, ଫାଙ୍କି ଦେଲେ ତାହିଁ ପାଇବ। ଆମ ଭିତରେ ଠାକୁର ତ ଅଛି, ତାକୁ ଜାଗ୍ରତ କରିବାକୁ ପଡ଼ିବ। ଚାଲିଚଳନ, ବ୍ୟବହାର, ନାମଧାନ ଇତ୍ୟାଦି ଇତ୍ୟାଦି ଇଷ୍ଟ କାର୍ଯ୍ୟ କରିକିରି ଠାକୁରମୟ ଜୀବନ ଆମକୁ ଯାପନ କରିବାକୁ ପଡ଼ିବ। ଆମକୁ ଦେଖିଲେ ଲୋକ ଯଦି ଠାକୁରଙ୍କୁ ଭଲ ପାଇବା ଅପେକ୍ଷା ଆମକୁ ଯଦି ଭଲ ନ ପାଆନ୍ତି, ତା ଠାକୁରଙ୍କୁ ତାଙ୍କ ଜୀବନରେ କେବେ ହେଲେ ଭଲ ପାଇପାରିବନି। ତେଣୁ ଆଗ ଆମକୁ ସେମାନେ ଭଲ ପାଆନ୍ତୁ, ତାମାନେ ଠାକୁରଙ୍କୁ ଭଲ ପାଇବେ। ଚିନ୍ତା କରିପାରୁଛନ୍ତି? ଆମେ କ'ଣ ସତରେ ସେଇଭଳି ମଣିଷ ହେଉଛେ? ସେଇଭଳି ଆମର ବ୍ୟବହାର, ଚାଲିଚଳନ ଇତ୍ୟାଦି ଇତ୍ୟାଦି ଅଛନ୍ତି, ଅଛି ନା? ଆମକୁ ହେବାକୁ ପଡ଼ିବ। ଠାକୁରଙ୍କ ପାଇଁ ଆମକୁ ହେବାକୁ ପଡ଼ିବ। ଆମ ପରିବାର ପରିଜନ ହଉ ନା ହଉ, ଠାକୁରଙ୍କ ପାଇଁ ଆମକୁ ହେବାକୁ ପଡ଼ିବ। ଆମେ କ'ଣ କରିଛେ? ଆମେ କ'ଣ କରୁଛେ? ମୋ କଥା ମୁଁ କହିବି, କାହା କଥା ତ ଅନ୍ୟମାନେ ଶୁଣୁଛି, ବହୁତ କଥା ଶୁଣୁଛି। ପ୍ରଫୁଲ୍ଲ କୁମାର ଜେନା ବୋଲି କାହିଁ ସେଠି ଯୋଗ ଦେଇନି? ସେ ହେଉଛନ୍ତି ଅଞ୍ଚଳ କୋଟର ଜଣେ କର୍ମୀ, ଯାଜକ ଜଣେ। ତାଙ୍କ ପରିବାର ତ ମୁଁ ଇତ୍ୟାଦି ଦୀକ୍ଷା ଦେଇଛି। ସେ ଗାଁର ବହୁତ ଲୋକ କହିଥିଲି, କହିଲି ଭାଇରେ ମୋର ଦୀକ୍ଷା ଦରକାର, 5-7ଟା ଜାଗାରେ 5ଟା ଦୀକ୍ଷା କରିବ ବୋଲି କହିଥିଲି। ହଁ କହିଥିଲି ଇତ୍ୟାଦି। ଜଣେ ଗୁରୁ ଭାଇ ଅଛି, ତାର ଗାଡ଼ି କାର୍ଟି ଅଛି, ତାକୁ ଧରି ଆମେ ଯାଇଥିଲୁ ତାଙ୍କ ଗାଁକୁ। ସେଠି ଆଉ ଜଣେ ଶିକ୍ଷକ ଦିଗ ଅଛନ୍ତି, ଯିଏ ଏ ଅବସରପ୍ରାପ୍ତ ଶିକ୍ଷକ, ତାଙ୍କୁ ମଧ୍ୟ କହିଥିଲୁ, ଭାଇ ତୁ ଗୋଟେ କରିବୁ, ତୁ ଗୋଟେ କରିବୁ। 5-7 ଜଣଙ୍କୁ କହିକି କହିଥିଲୁ ଦୀକ୍ଷା କେମିତି ହେଇପାରିବ।
ଆଗ ଯିବା ଏଠିକି ଆସିବା ସେଠିକି ଯିବା ଆମ କରିବା ସେଠି ମୁଁ କହିଲି ନାଇଁ ନାଇଁ ଆଗ ଠାକୁରଙ୍କୁ ଖାଇବାକୁ ଦେବା ଠାକୁରଙ୍କ ଦୀକ୍ଷା ହେଇସାରିଲେ ତାପରେ ଯେଉଁ କଥା ଭଲ ମନ୍ଦ ହେବ କୋଉଠି ଯିବୁ ନା ସେଇ ପ୍ରଫୁଲ୍ଲ ସାରଙ୍କ ଘରକୁ ଯାଆନ୍ତୁ ଅନ୍ୟମାନେ କରି ସେଇଠି ଚାଲନ୍ତୁ ସମସ୍ତେ ଆସି ପହଞ୍ଚିଲେ ଜଣେ ପିଲାଟିଏ ଦୀକ୍ଷାଟିଏ ଆଣିକି ଆସିଥିଲା ସେ ଦୀକ୍ଷାଟି ଆଗତରା ହେଇକି ଦିଆଦେଇ କରିଦେଲି ତାପରେ ଅନ୍ୟ ଯେଉଁ ଶିକ୍ଷକ ତୁ ନା ଯିଏ ଶିକ୍ଷକ ତା ନାଁ ଅଭୟ କୁମାର ସାହୁ ଭାରି ଚାଲାକି ଭଲ ଶିକ୍ଷକ କିନ୍ତୁ ଭାରି ଚାଲାକି ସେ କାଉ ଚତୁର ହେଲେ କ'ଣ କରେ ବିଷ୍ଠା ଖାଏ ବୁଝିଲୁ ଦୀକ୍ଷା ଖାଏ ଆଉ ଦୀକ୍ଷାକୁ ମାଷ୍ଟର ତାର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କ ସ୍କୁଲ ଅପଗ୍ରେଡେଡ୍ ଏମ୍ ଇ ସ୍କୁଲ ବଡ଼ ବଡ଼ ପିଲାମାନେ 6, 7, 8ରେ ବଡ଼ ବଡ଼ ପିଲା ଅଛନ୍ତି ଇଚ୍ଛା କରିଥିଲେ ଯାହା ବାପା ମା ଦୀକ୍ଷା ନେଇଛନ୍ତି ତାଙ୍କ ଘରେ 12 ବର୍ଷିଆ ଛୁଆ ମଧ୍ୟ ଥିବେ ବହୁତ ପିଲାରେ ଦୀକ୍ଷା ଦେବାକୁ କେହି ଯାଇନାହାନ୍ତି ଇତ୍ୟାଦି କଥା ବୋଲେ ଆପଣଙ୍କର କଥା ମାନିକିରି ମୁଁ ଏଠି ପଢ଼ିଆଲି ସେଇଟା ବଡ଼ କଥା ନୁହଁ ଆଉ ଦୀକ୍ଷା ତ ହେଇନି କାହାକୁ ଖୋଜିନି କରିନି ଭାରି ଚାଲାକିରି କଥାଟା କହିଲା କୁଆଡ଼େ ଯିବା ସେ ପ୍ରଭୁ ଭାଇଙ୍କ ସାଙ୍ଗରେ ଗଲୁ ଗୋଟେ ପରିବାରକୁ ଗଲୁ ତାର ବାପା ଆଉ ବଡ଼ ଝିଅ 2 ଜଣ ଦୀକ୍ଷା ନେଇଥିଲେ ସାନ ଝିଅ ଆଉ ମା ଦୀକ୍ଷା ନେଇନଥିଲେ ଆଉ ଗୋଟେ ଛୋଟିଆ ପିଲାଟି ଅଛି ଅଳ୍ପ ବର୍ଷ 6-7 ବର୍ଷର ପୁଅଟିଏ ଆନନ୍ଦରେ ବସି ଦୀକ୍ଷା ଦେଲୁ ଯେତେ ନାହିଁ କଲେ ମଧ୍ୟ ସେ ଛାଡ଼ିଲେନି ଜବରଦସ୍ତି ଫାଟା ଆଣି ଆମକୁ ଟିକେ ପିଇବାକୁ ଇତ୍ୟାଦି ଦେଲେ ପିଆ ପିଇ ଗଲୁ ବସିଲେ ବଢ଼ିଆ କଥାବାର୍ତ୍ତା ତାଙ୍କ ସାଥିରେ ଗେଲୁ କେମିତି କ'ଣ ହେବ ଅମକର ଇତ୍ୟାଦି କଥା ଫଟୋ ରଖିଥିଲି ସବୁ ଇଷ୍ଟବୁତି କରନ୍ତି ସବୁ କରିଦେଲେ ଆସିଲି କୁଆଡ଼େ ଯିବା ବର୍ତ୍ତମାନ 3ଟା ଦୀକ୍ଷା ହେଇଗଲା କୁଆଡ଼େ ଯିବା ଆଉ 2ଟା ଦୀକ୍ଷା କରିବାର କଥା ପାଟିତୁଣ କଲି ଜଣଙ୍କ ପରିବାରକୁ ଗଲେ ବୁଝିବାକୁ ଯାଇ ବୁଝାବୁଝି କଲି ଇତ୍ୟାଦି କ'ଣ କଲେ କ'ଣ କରିପାରିନ ପରେ ଫେରିକିରି ଆଇଲେ ମୁଁ ଛାଡ଼ ଠାକୁରଙ୍କ ଦୟା ସେତିକି ଚାଲ ପ୍ରଫୁଲ୍ଲ ଭାଇଙ୍କ ଘରକୁ ପ୍ରଫୁଲ୍ଲ କହିଲେ ଆମ ଘରକୁ ଚାଲନ୍ତୁ ତାଙ୍କ ଘରକୁ ସେ ତ 8-10 ଜଣ ହେଲୁଣି 8-10 ଜଣ ହେଲୁଣି କ'ଣ ଖାଇବା ମୁଁ କହିଲି ମୁଢ଼ି ପକୁଡ଼ି ଖାଇବା ଆଗରୁ କହିଥିଲି ମୁଢ଼ି ପକୁଡ଼ି କରିଦେଲେ ବଢ଼ିଆ ପକୁଡ଼ି କରିଦେଲେ ମୁଢ଼ି ପକୁଡ଼ି ଗୁଡ଼ାଏ ଖାଇଲୁ ଲଙ୍କା ଲୁଣ ଲଗେଇକିରି ଆମ୍ବ ଆଣିକି ମୁଁ କହିଲି ମୁଁ ରାତିରେ ଆମ୍ବ ହେଲାଣି ଆମ୍ବ ଭଲ ଲାଗିବନି ସମସ୍ତେ ଆମ୍ବ ଖାଇଲେ 5-7ଟା ଆମ୍ବ ବି ଜରି କାଗଜରେ ବାନ୍ଧିଦେଲେ ଦାଦା ତ ଖାଇଲେନି ତାଙ୍କ ପାଇଁ ନେଇକି ଚାଲ ଇତ୍ୟାଦି କ'ଣ ହେଲା ସଂକ୍ଷିପ୍ତରେ କଥା ଟିକେ କହିଲେ ବନ୍ଧୁତାକୁ ବାନ୍ଧି ପକେଇଲୁ ଆରୁ ଦୃଢ଼ କରି ବାନ୍ଧି ପକେଇଲୁ ଦୀକ୍ଷା 3ଟା ଦେଲୁ ତାଙ୍କ ପରିବାର ସହିତ ସମ୍ପର୍କ ରକ୍ଷା କରିପାରିଲୁ ଯାହା ଏତେ ବର୍ଷ ହେଲାଣି +2 ସାଇନ୍ସ ପଢ଼ୁଛି ଝିଅଟା ସେ ଆଜି ପର୍ଯ୍ୟନ୍ତ ଦୀକ୍ଷା ଦେଇନଥିଲା ସେ ଦୋଷ ମୋର ସେ ଦୋଷ ଆମର ଯେଉଁମାନେ କରିନଥିଲେ ତାଙ୍କୁ ଦୀକ୍ଷା ଦେଇ ଆସିଲୁ ବରା ପକୁଡ଼ି ଖାଇଲେ ପକୁଡ଼ି ଖାଇଲୁ ପୁଣି ଆମ ଘରକୁ ଆଣିକି ଆସିଥିଲେ ଦୀକ୍ଷା ଦେବ ବୋଲି କିଛି ଅସୁବିଧା ନାହିଁ ପାଇବ ଖାଇବ ବନ୍ଧୁତା ବାନ୍ଧିକିରି ଆସିବ ଖାଲି ଘରୁ ଗୋଡ଼ ବାଡ଼େଇଲେ ହେଲା କେତେ ଯେ ୟା ଭିତରେ ଦୀକ୍ଷାର ଚାହିଦାରେ କେମିତି ଅଧିକା ଟିକେ ଦୀକ୍ଷା ଦେବି 35ଟାରୁ ଅଧିକା ଦୀକ୍ଷା ଦେବି ଏହି ଚାହିଦାରେ ସେମାନଙ୍କ ଘରକୁ ସବୁ ଯାଇଥିଲି ଦୀକ୍ଷା ଦେଇକିରି ଆସିଲେ ଯେତିକି ଆନନ୍ଦ ଯେତିକି ଖୁସି ସତରେ ଆଉ କେଉଁଠୁ ଆନନ୍ଦ ଏତେ ଖୁସି ଆମକୁ ଜୀବନରେ ମିଳେନି ଇଷ୍ଟ କାର୍ଯ୍ୟ କଲେ ଯେତିକି ଆନନ୍ଦ ମିଳେ ଆଉ ଜୀବନରେ କୌଣସି ଏତେ ଆନନ୍ଦ ମିଳେନି କିନ୍ତୁ ଏମିତି କର୍ମ କରି କରି ଦେହ ଯଦି ଜୀବନ ଯଦି ସରିଯାଏ ତାହେଲେ ଭାରି ବଢ଼ିଆ ଲାଗେ ଆଉ ଅକର୍ମା ହେଇକି ଯଦି ଜୀବନରେ ରହିବ କଥା ହଉଯାଏ ମୁଁ କରିବିନି ମୋ ପାଇଁ ଆଉ କିଏ କରିବ ଠିକ ଏଇଟା ଠିକ ବସ୍ତିଆ ଭାଇ ମୋ ସାନ ଭାଇ ଅଛି ମୋ ପାଇଁ ଭୋକ କରୁଛି ମୋତେ ଖାଇବା ପାଇଁ ଆଜି ଦରକାର ମୋତେ ମୁଁ ଖାଇଲି ମୁଁ ଖାଇବିନି ମୋ ସାନ ଭାଇଟା ଅଛି ଆଉ ତାକୁ ଦିଅ ସେ ଖାଇଦେବ ତାକୁ ଦିଆଗଲା ସେ ଖାଇବାକୁ କିନ୍ତୁ ମୋ ପେଟ ପୁରିଲା କି ମୋ ପେଟ ପୁରିଲା କି ସାନ ଭାଇକି ତ ଦେଇଦେଲି ଯଦି ଦେବ ଭାଇ ମୋତେ ଆଉ ଥରେ ହଉ ସେ ଖାଉ ପଛକ ଆପଣ ନିଅନ୍ତୁ ମୋତେ ଆଉ ଥରେ ଆଣିକି ଦେବେ ତାହେଲେ ମୋ ପେଟ ପୁରିବ ତା ପେଟ ବି ପୁରିଲା କିନ୍ତୁ ଯଦି ଆଉ ନ ଦେବେ ମୁଁ ଖାଇଲିନି ଯାହାକୁ ଦେଲି ତା ପେଟ ପୁରିଗଲା ମୋ ପେଟ ପୁରିଲାନି ତେଣୁ ବଞ୍ଚିବାକୁ ହେଲେ ଖାଇବାକୁ ପଡ଼େ ଖାଇବା ପାଇଁ ଆମେ ବଞ୍ଚିଲେ ବଞ୍ଚିବା ପାଇଁ ଆମେ ଖାଉଛେ କ'ଣ ଖାଇବା ନ ଖାଇବା ଠାକୁର ତ କହିଛନ୍ତି ତା ଆମେ ଖାଇବା ତେଣୁ ବଞ୍ଚିବା ପାଇଁ ଆମକୁ ନିଜକୁ ଖାଇବାକୁ ପଡ଼େ ବଡ଼ ହେଇଗଲି ବାହା ହେବା ଦରକାର ପଡ଼ିଲା ମୁଁ କହିବି ନାଇଁ ମୁଁ ବାହା ହେବିନି ମୁଁ ବାହା ହେବିନି ଦଳେଇ ଭାଇ ତ ଅଛି ଆଉ ମୋ ପାଇଁ ଦଳେଇ ଭାଇ ବାହା ହେଇଯାଉ ହବ କି ନିଜକୁ ବାହା ହେବାକୁ ପଡ଼େ ସନ୍ତାନ ଉତ୍ପାଦନ କରିବା କଥା ପଡ଼ିଲା ସେମିତି ମୁଁ ସ୍ତ୍ରୀ ସଙ୍ଗ କରିବିନି
ମୋ ପାଇଁ ଆଉ ଗୋଟେ ପୁଅ କିଏ କରିଦେବ ହବ ହବନି ମୁଁ ମରିବା ବେଳ ବୁଢ଼ା ବୟସ ହେଇଗଲା ଆରେ ଭାଇ ମୁଁ ମରିବିନି ଇଷ୍ଟ କାର୍ଯ୍ୟ ମୋର ସରିନି ମୁଁ ମରିବିନି ମୋ ପାଇଁ ଆଉ ଜଣେ ମରିଯାଉ ଏ ଗୋବିନ୍ଦ ଭାଇ ମୋ ପାଇଁ ମେକ ଭାଇ ଅଛନ୍ତି ମେକ ଭାଇ ମୋ ପାଇଁ ମରିଯାଆନ୍ତୁ ମରିବେ ମୋ ପାଇଁ ସେ ମରିବେ ନା କେତୋଟି କାମ ଆମକୁ ନିଜକୁ କରିବାକୁ ପଡ଼େ କାହିଁକି ମୋର ଶେଷ ସାଥୀ ହେଉଛି ମୋର ନିଜର ଶରୀର ହେଉଛି ମୋର ଶେଷ ସାଥୀ ମୋର ଶେଷ ବିଶ୍ୱାସ ହେଉଛି ଏଇ ତ୍ୟାଗ ମୋର ଶେଷ ଖାଦ୍ୟ ହେଉଛି କ'ଣ ପ୍ରଶ୍ୱାସ ଯାହା ଶେଷ ଗ୍ରହଣ କରିବି ମୋର ଶେଷ ସ୍ଥାନ ହେଉଛି କ'ଣ 3 ହାତ 3.5 ହାତ ଜାଗା ମୋର ଶେଷ ଦାନ ହେଉଛି କେଉଁ ଦାନରେ ଯିବି ଶେଷ ଦାନ କୁକେଇ ହେଉଛି ମୋର ଶେଷ ଦାନ ମୋର ଶେଷ ଧ୍ୱନି ହେଉଛି କ'ଣ ଏଇ ସତନାମ ଧ୍ୱନି ବନ୍ଦେ ପୁରୁଷୋତ୍ତମ ମୋର ଶେଷ ଠିକଣା ହେଉଛି କେଉଁଠି ଶ୍ମଶାନ ହେଉଛି ମୋର ଶେଷ ଠିକଣା ମୋର ଶେଷ ନିଦ୍ରା ହେଉଛି କେଉଁଠି ମଶାଣୀର ଜୁଇ ଏଇଟାକୁ ମନେ ରଖିକିରି ଇଷ୍ଟ କାର୍ଯ୍ୟ ଆମକୁ କରିବାକୁ ପଡ଼ିବ ତେଣୁ ଠାକୁରଙ୍କର କାର୍ଯ୍ୟ ଜୀବନ ସାରା ଯେତେ କରି ଚାଲିଛି ସେ ତା ଜୀବନରେ ସେତେ ଆନନ୍ଦ ଉପଭୋଗ କରିପାରୁଛି କୌଣସି କାର୍ଯ୍ୟରେ କେଉଁ ଖାଇବ ଯିଏ ଖାଇବ ସ୍ତ୍ରୀ ପୁଅ ଇତ୍ୟାଦି କଥା ସେଥିରେ ଆନନ୍ଦ ମିଳୁନି ଆନନ୍ଦ ମିଳେ ତାଙ୍କ ପାଖରେ ଛୋଟିଆ ଲୋକଟେ ଛୋଟିଆ ଲୋକମାନେ ଆଶ୍ରମରେ ଲୋକ ଥାଆନ୍ତି ଯେଉଁମାନେ ଦରି ପକାନ୍ତି ଆସନ ଉଠାନ୍ତି ସବୁ କାମ କରନ୍ତି ଭକ୍ତ ଲୋକଟିଏ ସେ ସବୁଦିନ ଦରିଦ୍ରା ପକାଏ ଉଠାଉଠି କରେ ଭାଇମାନେ ପ୍ରଣାମ କରୁଥାନ୍ତି ଠାକୁର ଆଶୀର୍ବାଦ କରୁଥାନ୍ତି ସବୁ ଦେଖୁଥାଏ ଯେମିତି ସରିଯାଏ ସବୁ କାମ ଦୌଡ଼ିଯାଏ ଗୋଡ଼ ହାତ ଧୁଆଧୁଇ କରି ବଦଳେଇ ଦିଏ ଲୁଗାଟା ବଦଳେଇ ଦିଏ 4 ଆଠ ପାଖରେ କ'ଣ ଥିବ ଧରିକିରି ଆସିବ ଠାକୁରଙ୍କୁ ପ୍ରଣାମ କରିକିରି ଯିବ କହିଲେ ଆରେ ମନେ ମନେ ଭାବେ ଠାକୁର ପ୍ରଣାମ କରିଯାଏ ଠାକୁର ଭାରି ହସି ପକାନ୍ତି ଖୁସି ହେଇଯାଆନ୍ତି ଠାକୁର ଆରେ ତୋର ତ ଠାକୁର ଅଛନ୍ତି ତୋର ଚିନ୍ତା କରିବାର କ'ଣ ଅଛି ତୋର ଠାକୁର ଅଛନ୍ତି ତୋର ଚିନ୍ତା କରିବାରେ କିଛି ନାହିଁ ଭାରି ଖୁସି ହେଇଯାଏ ମୋର ତ ଠାକୁର ଅଛନ୍ତି ଆଉ ଯେତେବେଳେ ଯାହା ଦରକାର ଠାକୁର କହିଛନ୍ତି ଯେତେବେଳେ ଯାହା ଦରକାର ମୋତେ ସେ ଦେବେ ଆଉ ମୋର କିଛି ଚିନ୍ତା ନାହିଁ ଆଉ ବହୁତ ଦିନ ପଡ଼ିଯାଇଛି ଘରୁ ବାପା ମା ଆସିଛନ୍ତି ଘରୁ ବାପା ମା ଅଛନ୍ତି କ'ଣ କରିବି ମୋ ବାପା ମାଆଙ୍କର ସୁଖ ଦୁଃଖ ପାଇଁ ଭଲ ପାଇଁ ଟଙ୍କା 40 ଟଙ୍କା ପଠେଇଦେଲେ ଭଲ ହେଇଥାନ୍ତା ମନେ ମନେ ଏଇଟା ଭାବୁଛି ଯିବ 40 ଟଙ୍କା କେମିତି ପଠେଇବ ସମୟ ହେଇଯାଉଛି ଚଞ୍ଚଳ କହିଦେଉଛି ଦିନେ ଆସି ଠାକୁରଙ୍କୁ ମୁଣ୍ଡିଆ ମାରୁଛି ମନେ ମନେ ଭାବୁଛି ଠାକୁର କହିଛନ୍ତି ଆଉ କ'ଣ କହିଛନ୍ତି ମୋ ପାଇଁ ଯାହା ଯେତେବେଳେ ଦରକାର ମୋର ଦେବେ ଆଉ ଏ କଥା ମନେ ଭାବି ଠାକୁରଙ୍କୁ ମୁଣ୍ଡିଆ ମାରୁଛି 40 ଟଙ୍କା ଠାକୁରଙ୍କୁ ମାଗିବ ବୋଲି ଠାକୁର କହିଦେଲେ ଆରେ ଟଙ୍କା 10ଟା ମୋର ଦେଲ ଟଙ୍କା 10ଟା ମୋତେ ଦେଲୁ ତା ମୁଣ୍ଡରେ ଚଡ଼କ ପଡ଼ିଲା ଭଳିଆ ହେଲା ବୋଲେ ମୁଁ ମାଗିବା କହୁଥିଲି 40 ଟଙ୍କା ମୋତେ ମାଗୁଛନ୍ତି 10 ଟଙ୍କା ଦେଲୁ ବୋଲି ଦାଦା ମୁଁ ଠାକୁର ମୁଁ କେଉଁଠୁ ଆଣିବି ମୁଁ ପରା ଗରିବ ଲୋକଟିଏ ଠାକୁର କାହିଁକି ଭାଇମାନେ ଏତେ ଠିଆ ହେଇଛନ୍ତି ଏ ଭାଇମାନଙ୍କଠୁ ମାଗିକିରି ଆଣି ଦେଉନୁ ନା ଭାଇମାନଙ୍କଠୁ ମାଗିକି ଆଣି ଦେଲେ ହେବ ସାଥି ହାତ ପକେଇ ମାଗିଦେଲା କାନି ପତେଇ ମାଗିଲା 4 ଆଠ 5 ପଇସା 10 ପଇସା ଯିଏ ଦେଲେ 10 ଟଙ୍କା ହେଇଗଲା ଠାକୁରକୁ ନେଇ ଦେଲେ ଠାକୁର ଭାରି ଖୁସି ହେଇଗଲେ ଆନନ୍ଦ ହେଇଗଲେ ହସି ଠାକୁର ଆନନ୍ଦିତ ହେଇଗଲେ ଘରକୁ ଫେରି ଆସିଲା ଘରକୁ ଫେରି ଆସିବୁ ତା ଘର ଆଗରେ ଗୋଟେ ଟେବୁଲରେ ଥୁଆ ହେଇଛି ଟେବୁଲ ଉପରେ ଗୋଟେ ଲଫାଫା ଥୁଆ ହେଇଛି ଲଫାଫାଟାକୁ ଖୋଲିଲା ପୁଅ ମୁଁ ଆସିଥିଲି ମା କହିଲା ମୋ ପୁଅ ଏତେ ଦିନ ଗଲାଣି ସୁଖରେ ଦେବୁ ଭଲ ଥିବ ଯା ଟିକେ ଦେଖି ଆସିବୁ ଯଦି ଆସି ଖୋଜି ପାଇଲି ଭାଇମାନେ କହିଲେ ସେ ଠାକୁରଙ୍କ ପାଖକୁ ଯାଇଛି ଭକ୍ତ ଲୋକ ତ ଦର୍ଶନ କରିବ ପ୍ରଣାମ କରିବ ଆସୁ ଟିକେ ଡେରି ହେବ ଡେରି ହେଲା ମୁଁ ପଢ଼େଇଲି ମା ପଠେଇଥିଲା 40 ଟଙ୍କା ତୋ ପାଇଁ ରହିଲା ଯେମିତି 40 ଟଙ୍କା ପାଇଛି ଚିଠା ପଡ଼ିଯାଇଛି ମାନେ ଆନନ୍ଦରେ କାନ୍ଦି ପକେଇଲା କିଏ ସେ ବୁଝିପାରିଲାନି ବାପା କିଏ ପିତା କିଏ ପରମ ପିତା କିଏ 40 ଟଙ୍କା ପଠେଇଛନ୍ତି କାହିଁକି ଦରକାର ମୁଁ ତ ତାଙ୍କୁ ଦେବାକୁ ଆସିଥିଲି ପଳେଇଗଲା ସକାଳୁ ପୁଣି ସବୁ କାମ ସାରିକି ଠାକୁର ପାଖରେ ଯାଇ ପହଞ୍ଚିଗଲା ଯେମିତି ପ୍ରଣାମ କରିବାକୁ ଯାଆନ୍ତି ଠାକୁର ହସି କହୁଛନ୍ତି ଆରେ ତୁ ତ ଭାରି ଚାଲାକ ଅଛି 10 ଟଙ୍କା ଦେଲୁ ବୋଲି ସୁଧ ମୂଳ ସହିତ 40 ଟଙ୍କା ପାଇଗଲୁ ନା ସୁଧ ମୂଳ ସହିତ 40 ଟଙ୍କା ପାଇଗଲୁ ସେ କାବା ହେଇଗଲା ଟଙ୍କାଟା ପିତା ଦେଇଦେଲେ କି ପରମ ପିତା ଦେଇଦେଲେ ସେ ହେଉଛନ୍ତି ପୁରୁଷୋତ୍ତମ ସଦ୍ଗୁରୁ ଅଭାବ ଯখন ମା ବିଛୁ ଯାହା ପାବିତା ଇଷ୍ଟଦୁ
ଅଭାବ ଯେତେବେଳେ ହେଇଯିବ ଇଷ୍ଟକୁ ଯାହା ଦେବ ଭାବ କି ସେ ଭାବ ବୁଝିପାରନ୍ତି ସବୁ ପୂରଣ କରିଦେଇ ପାରନ୍ତି। ଜୀବନରେ ଅନେକ ଆଲକ୍ଷ୍ୟ ଅଛି, ଅନେକ କଥା ଅଛି, ସମୟ ହେଇଗଲାଣି 58 ହେଇଗଲାଣି। ପରମିଶାରେ ପ୍ରାର୍ଥନା କରି ସତ୍ୟରେ ଆମର ଏକମାତ୍ର କାମ ହଉଛି ତାଙ୍କର ଆଦେଶ ପାଳନ କରିବା କଥା। ଗୁରୁଙ୍କ ଆଦେଶ ପାଳନ ରହିଲେ ସେଇଠାରେ ହିଁ ସିଦ୍ଧି ଜାଗାରେ ଜୀବନରେ ଯଦି ଉନ୍ନତି ମଣିଷ କରିବାକୁ ଚାହେଁ କୌତୁକ ପ୍ରତି ଶ୍ରେଷ୍ଠଙ୍କ ପ୍ରତି ଯଦି ନତି ନ ରହିବ ତାଙ୍କର କଥା ଆଦେଶ ଅନୁସାରେ ଯଦି ନ ମାନିବ ତାହେଲେ କିଛି ହେଇପାରିବ। ଆସନ୍ତୁ ଯାହାର ଯାହା ଆବଶ୍ୟକ ଅଛି ପାଇବା ତ ତା ପଛରେ ଲୁଚି କରି ରହିଛି, କିନ୍ତୁ ତାଙ୍କର ଆଦେଶ ପାଳନ କରି ଯିବା। ବର୍ତ୍ତମାନ ଯେଉଁ ଆଦେଶ ହେଇଛି ହଜିଲା ମଣିଷ ଖୋଜିବା, ନୂଆ ଦୀକ୍ଷା ଦେବା। ଆଚ୍ଛା ତ ସେଗୁଡ଼ାକ ତମେ ଯେଉଁ ଦୀକ୍ଷା ଦେଇଥିଲ ଅତୀତରେ ସେଟା କ'ଣ ଭୁଲ ଦୀକ୍ଷା ନା ଠିକ ଦୀକ୍ଷା? ଏବେ ଯେଉଁ 10-20 ଦୀକ୍ଷା ଦେଉଛ ସେଟା କ'ଣ ଭୁଲ ଦୀକ୍ଷା ନା ସେଟା ଠିକ ଦୀକ୍ଷା? ଯଦି ଠିକ ଦୀକ୍ଷା ତମେ ଦଉନ କାହିଁକି? 100 ଦୀକ୍ଷା ଦଉନ କାହିଁକି? 100 ଦୀକ୍ଷା ଦଉନ କାହିଁକି? ତମ ଦୀକ୍ଷା ପରେ ତମେ କହୁଛ ତମ ଠାକୁର ଦିଅନ୍ତି ବୋଲି, ତମେ ଦୀକ୍ଷା ଦିଅନି, ଠାକୁର ଦୀକ୍ଷା ଦିଅନ୍ତି। ତମ ଠାକୁର କ'ଣ ଏତେ ଦୁର୍ବଳ? 10-15 ଦୀକ୍ଷାରେ ସନ୍ତୁଷ୍ଟ? କାହିଁ 100-1000 ଦୀକ୍ଷାରେ ଠାକୁର ସନ୍ତୁଷ୍ଟ ହେବେନି? 100-1000 ଦୀକ୍ଷା ଦିଅ। ଅବିନାଶ କହୁଛି ବାବା ଅଛନ୍ତି ଯାହା ସେଥିପାଇଁ ଦାୟୀ। 1000 ଦୀକ୍ଷା ଦିଅ। ଆସନ୍ତୁ ସମସ୍ତେ ତାଙ୍କର ବର୍ତ୍ତମାନ ଯାହାର ଆଦେଶ ତାଙ୍କ ଅନୁଶାସନ ବିଧାନ ପାଳନ କରି ଚାଲିବା, ଖୁସିରେ ରହିବା, ଆନନ୍ଦ ରହିବା। ଜୟ ଗୁରୁ ଦେବାଇ, ଜୟ ଗୁରୁ, ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ସମ୍ମାନୀୟ ପୂଜ୍ୟ ପାରଶ୍ୱରଦା ଠାକୁରଙ୍କ ସପ୍ରତିନିଧି ସୁତ ପାରଶ୍ୱର ଜେନା ବିଭିନ୍ନ ଦିଗ ଦେଇକି ଆମ ପାଖରେ ଅନେକ ଗୁଡ଼ିଏ ତତ୍ତ୍ୱପୂର୍ଣ୍ଣ କଥା ଠାକୁରଙ୍କ କଥା ତୋଳି ଧରିଲେ। ନିଜର ଅନୁଭୂତି ଅଭିଜ୍ଞତା ଇଷ୍ଟକର୍ମକୁ ନେଇକରି ଅନେକ ଗୁଡ଼ିଏ କଥା ସବୁ ତୋଳି ଧରିଲେ। ଆସି ଭୁବନେଶ୍ୱର ରହୁଛନ୍ତି, ତାର ଭିତରେ ଦୀକ୍ଷା କାର୍ଯ୍ୟକ୍ରମ ଯାହା ଯାହା ସବୁ କରୁଛନ୍ତି ତାର ଅଭିଜ୍ଞତା ଅନୁଭୂତି ଆମ ପାଖରେ ବାଣ୍ଟିଲେ। ଏବଂ ଏଇ ଡିପି ୱାର୍କ ଆଉ ଇଷ୍ଟଙ୍କୁ ଦବା କରିବା ଭିତରେ ମଣିଷ କିଭଳି ନିଜେ ପରିପୂରିତ ହୁଏ ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଆମେ ଆମର ପୂଜ୍ୟ ପାରେଶ୍ୱରଦାଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ସେଇ ଚରଣ ପ୍ରାର୍ଥନା ଜଣାଇବା। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମୂଳ ପାଇଁ ଠାକୁରଙ୍କ ସେଇ ଚରଣ ପ୍ରାର୍ଥନା ଜଣାଇବା। ଏନି ପ୍ରଭୁଙ୍କ କଥା କହିକି ଆମ ମନ ପ୍ରେରଣା ପୁଷ୍ଟ କରିଥାନ୍ତୁ। ଏଇ ଧାନ ତାଙ୍କର ଅଭ୍ୟାସ ଠାକୁରଙ୍କ ସେଇ ଚରଣ ପ୍ରଣାମ। ଦାଦା ଜୟ ଗୁରୁ। ଦାଦା ଜୟ ଗୁରୁ। ମୋ କଥା ସୁବିଧା କି ନାହିଁ? ହଁ ପୁରା ସବୁ ଶୁଭୁଥିଲା ଦାଦା, ସବୁ ଶୁଭୁଥିଲା। ଆଜ୍ଞା ଆଜ୍ଞା। ଆଉ ଆସନ୍ତା କାଲିର ମାଇକି ଭଳିଆ ଶୁଭୁଥିଲା। ମାଇକି ବିନା ମାଇକରେ ଯେମିତି ଶୁଭେ ସେମିତି ଶୁଭୁଥିଲା ଦାଦା। ଆଜ୍ଞା ଆଜ୍ଞା ଜୟ ଗୁରୁ। ଆଉ ଆସନ୍ତା କାଲିର ସତ୍ସଙ୍ଗ ଅଦିନ ବର୍ଷା ଦେବାଇ। ଆଜ୍ଞା ଜୟ ଗୁରୁ ଦାଦା। ଅଦିନ ବର୍ଷା ବୋଲି ଭାବନା ମୋର ଶୁଭିଲାନି କେମିତି? ଆଜ୍ଞା ଆଜ୍ଞା। ଆସନ୍ତା କାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସ୍ୱୟଂ ଶରଦା ଠାକୁରଙ୍କ ସହପ୍ରତିନିଧି ଶରତ କୁମାର ଦାସ। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସ୍ୱୟଂ ସରୋଜ ଭାଇ ଠାକୁରଙ୍କର ପବିତ୍ର କର୍ମୀ ଶ୍ରୀତ ସରୋଜ କୁମାର ବେହେରା। ଏବଂ ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସ୍ୱୟଂ ମହେଶ୍ୱର ଭାଇ ଶ୍ରୀତ ମହେଶ୍ୱର ନାୟକ, ତାଙ୍କର ସୁପୁତ୍ର ଇଞ୍ଜିନିୟର ଅମର, ତାଙ୍କର ଜନ୍ମଦିନ ଉପଲକ୍ଷେ ଆସନ୍ତାକାଲି ସତ୍ସଙ୍ଗ ଯୋଗଦାନ କରିବା। ବର୍ତ୍ତମାନ ଆମର ଶ୍ରଦ୍ଧା ଜୟଦେବ ଭାଇ ଶ୍ରୀତ ଜୟଦେବ ସାହୁ ସମାପନୀ ସଙ୍ଗୀତ ପରିବେଷଣ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହବ। ଆଜ୍ଞା ଜୟ ଗୁରୁ। ଜୟ ଗୁରୁ। ଆଜ୍ଞା। ଭକତ ହୃଦ ବିକାଶ ପ୍ରାଣ ବିମୋହନ ହେ, ଭକତ ହୃଦ ବିକାଶ ପ୍ରାଣ ବିମୋହନ ହେ, ନିତ୍ୟ ନବ ଲୀଳା ତବ ବିଶ୍ୱ ଶୋଭନ ହେ, ନିତ୍ୟ ନବ ଲୀଳା ତବ ବିଶ୍ୱ ଶୋଭନ হে, তব পদ প্রান্তে বসি ডাকুছে মো দিবানিশে, তব পদ প্রান্তে বসি ডাকুছে মো দিবানিশে, পুণ্য মহিমা তোমার
উঠেছে প্রাণে বিভাসে পুণ্য মহিমা তোমার উঠেছে প্রাণে বিভাসে জ্যোতি বিভাসিত রূপ জ্যোতি বিভাসিত রূপ হে অমৃত অপরূপ জ্যোতি বিভাসিত রূপ হে অমৃত অপরূপ জ্যোতি বিভাসিত রূপ জ্যোতি বিভাসিত রূপ হে অমৃত অপরূপ 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 জ্যোতি বিভাসিত রূপ শুভ নব শঙ্খ তব জাগরণী গীত শুভ নব শঙ্খ তব জাগরণী গীত হৃদয় কমলে মোর আজি বিকশিত হৃদয় কমলে মোর আজি বিকশিত জীবন তিমির তীরে সায়ন্তনী গান জীবন তিমির তীরে সায়ন্তনী গান তব প্রেম পরশরে মজে মন প্রাণ তব প্রেম পরশরে মজে মন প্রাণ কি আনন্দ কি আনন্দ কি আনন্দ কি আনন্দ আনন্দ পরমানন্দ কি আনন্দ কি আনন্দ আনন্দ পরমানন্দ কি আনন্দ কি আনন্দ কি আনন্দ কি আনন্দ আনন্দ পরমানন্দ 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 কি আনন্দ বন্দে পুরুষোত্তমম বন্দে मुझे पास से जाता जो दे मुझे पास से जाता
সবাইকে জয় সমস্ত মা ମାନଙ୍କୁ প্রଣାম জয় ও দাদা জয়